ଆମେ ଆଲୋଚନା କରିବା ୟୁନିଟ୍ 2 ବେସିସ୍ ଅଫ୍ ସୋସିଆଲ ସ୍ଟ୍ରାଟିଫିକେସନ ଯାହା ଆମେ କହୁଛେ ସାମାଜିକ ସ୍ତରୀକରଣର ବିଭିନ୍ନ ଆଧାର ଗୁଡ଼ିକୁ ଆଜି ଆମେ ଆଲୋଚନା କରିବା। ଆମେ ଯେମିତି ପୂର୍ବ ଆଲୋଚନାରେ ଆମେ ଜାଣିଥିଲେ ସୋସିଆଲ ସ୍ଟ୍ରାଟିଫିକେସନ୍ସ ମିନ୍ସ ଆମର ସାମାଜିକ ସ୍ତରୀକରଣ କ'ଣ, ଏହାର ବିଭିନ୍ନ ମାଧ୍ୟମ ଗୁଡ଼ିକ କ'ଣ, କୋଉ କୋଉ ନୀତି କିମ୍ବା ନିୟମ ଅନୁସାରେ ଆମେ ସାମାଜିକ ସ୍ତରୀକରଣ କରିଥାଉ, ଯେପରିକି ଆମେ କ୍ଷମତା, ପ୍ରସ୍ଥିତି ଏବଂ ଆମେ ଧନକୁ ନେଇକି କିପରି ଭାବରେ ସମାଜରେ ସ୍ତରୀକରଣ କରିଥାଉ, ଏହା ଆମେ ଆଲୋଚନା କରିଥିଲେ। ଏବଂ ଆମେ ଆଲୋଚନା କରିଥିଲେ ସାମାଜିକ ସ୍ତରୀକରଣ କିପରି ଭାବରେ ଏଇଟା ବିବର୍ତ୍ତିତ ହେଇ ହେଇ ଆସିଅଛି। ଏହା ଗୋଟିଏ ଦିନର ଢାଞ୍ଚା କିମ୍ବା ଗୋଟିଏ ଦିନର ଷ୍ଟ୍ରକ୍ଚର ନୁହେଁ, ଏହା କ୍ରମାଗତ ଭାବରେ ବିବର୍ତ୍ତିତ ହେଇ ହେଇ ବର୍ତ୍ତମାନ ସମାଜରେ ଭିନ୍ନ ଏକ ରୂପ ନେଇ ଆସିଛି। ଯେମିତି ଆମେ ଆଲୋଚନା କରୁଥିଲେ ଯେ ଯେତେବେଳେ ସମାଜର ଉତ୍ପତ୍ତି ହୋଇଥିଲା, ସମାଜର ତାର ଆଧାର, ତାର ଷ୍ଟ୍ରକ୍ଚର କିମ୍ବା ଆମେ ଯଦି ଢାଞ୍ଚା ଆମେ ଯଦି ଦେଖିବା, ବହୁତ ସରଳ ଥିଲା, ସିମ୍ପଲ ସୋସାଇଟି ଥିଲା। ଯେମିତି ଆମେ ଉଦାହରଣ ନେଉଥିଲେ ଗୋଟିଏ ଆଦିବାସୀ ସମାଜ କିମ୍ବା ଆମେ କହୁଥିଲେ କି ହଣ୍ଟିଂ ଗ୍ୟାଦରିଂ ସୋସାଇଟି, ଯୋଉଠି ଲାଇଭଲିହୁଡ ମାଧ୍ୟମ ଗୁଡ଼ିକ ବହୁତ ସରଳ ଥିଲା ଏବଂ ତାହାକୁ ଆଧାର କରିକି ଆମ ସୋସାଇଟିର କିମ୍ବା ସମାଜର ସଂରଚନା ବହୁତ ସରଳ ଥିଲା। ସେହିପରି ଆମେ ଯେତେବେଳେ ବିବର୍ତ୍ତନ ବଢିବାରେ ଲାଗିଲା କିମ୍ବା ସମାଜ ବିବର୍ତ୍ତିତ ହେଇ ହେଇ ଆସିଲା, ସେତେବେଳେ ଆମେ ଦେଖିଲେ ସମାଜର ସଂରଚନା ସେତିକି ଜଟିଳ ହେଇ ହେଇ ଆସିଲା ଏବଂ ସାମାଜିକ ସ୍ତରୀକରଣର ଆବଶ୍ୟକତା ସେତିକି ଅଧିକ ଭାବରେ ବଢିଗଲା ଏବଂ ଆମେ ସେଇ ଜଟିଳ ସମାଜ ପାଇଁ, ଜଟିଳ ଢାଞ୍ଚା ପାଇଁ ଆମେ ସେହିପରି ଭାବରେ ଗୋଟିଏ ସ୍ତରୀକରଣ ବ୍ୟବସ୍ଥା ଆମେ ଆଣିଥିଲେ, ଯୋଉଟା କି ସମାଜର ବ୍ୟକ୍ତି ସମୂହକୁ କିପରି ଭାବରେ ଆମେ ଉତ୍ତମ ଭାବରେ ତାକୁ ଆମେ ପରିଚାଳନା କରିପାରିବା, ସେଥିପାଇଁ ଆମେ ସେହି ନୂତନ ସ୍ତରୀକରଣ ବ୍ୟବସ୍ଥା ଗୁଡ଼ିକୁ ସମାଜରେ ଆମେ ଆଣିବାକୁ ଚେଷ୍ଟା କରିଥିଲେ। ଯେମିତି ଆମେ କହିଲେ ସେଇ ଆଦିବାସୀ ସମାଜ ଠାରୁ ଏବେ ଆମେ ଗୋଟିଏ ଇଣ୍ଡଷ୍ଟ୍ରିଆଲ ସୋସାଇଟିକୁ ଆସିଲେଣି। ତେଣୁକରି ସମାଜର ଷ୍ଟ୍ରକ୍ଚର କିମ୍ବା ସମାଜର ଢାଞ୍ଚା ଯଦି ଆମେ ଦେଖିବା ଏବଂ ତାର ସ୍ତରୀକରଣ ଦେଖିବା, ତାହାର ବିବର୍ତ୍ତନ ମଧ୍ୟ ବହୁତ ଭାବରେ ପରିବର୍ତ୍ତିତ ହେଇ ଆସିଛି। ଯେମିତି ଆମେ କହିଲେ ଗୋଟେ ସରଳ ଗୋଟିଏ ସାମାଜିକ ଢାଞ୍ଚାର ଗୋଟେ ଜଟିଳ ସାମାଜିକ ଢାଞ୍ଚାକୁ ଆମେ ଆସିଲେ, ସେହିପରି ଭାବରେ ଆମର ସରଳ ସାମାଜିକ ସ୍ତରୀକରଣ ବ୍ୟବସ୍ଥାରୁ ଆମେ ଗୋଟିଏ ଜଟିଳ ସାମାଜିକ ସ୍ତରୀକରଣ ବ୍ୟବସ୍ଥାକୁ ଆମେ ଆସିଲେ। ଯେମିତି ଆମେ ଏବେକା ସମାଜରେ ଆମେ ଦେଖିପାରୁଛେ ଯେ ସମାଜର ଢାଞ୍ଚା କିମ୍ବା ସମାଜର ଯୋଉଟା ଷ୍ଟ୍ରକ୍ଚର ଆମେ କହୁଛେ, ବିଭିନ୍ନ ଭାବରେ ଆମେ ଦେଖୁଛେ ଏଇଟା ସେହି ସମାଜ ନୁହେଁ ଯୋଉଠିକି ଗୋଟିଏ ଦିଟା ସୋସିଆଲ ସିଷ୍ଟମ କିମ୍ବା ଗୋଟିଏ ଦିଟା ଢାଞ୍ଚାକୁ ନେଇକି ଆମେ ଜୀବନ ଯାପନ କରୁ ଆସୁଛି। ଏବେକା ସମାଜରେ ଆମେ ଦେଖୁଛେ ବହୁତ ପ୍ରକାରର ସୋସିଆଲ ସିଷ୍ଟମ କିମ୍ବା ସୋସିଆଲ ଅନୁଷ୍ଠାନ କିମ୍ବା ଆମର ଢାଞ୍ଚା ଗୁଡ଼ିକ ରହିଛି। ଯେମିତି ଆମେ କହିଲେ କି ପରିବାର କହୁଛେ, ଆମେ ଜାତି କହୁଛେ, ଆମେ ଶ୍ରେଣୀ ବ୍ୟବସ୍ଥା କହୁଛେ, ଆମେ ରିଲିଜିଅନ କହୁଛେ, ଆମେ ଗୋଟେ ରାଜନୈତିକ ବ୍ୟବସ୍ଥା ଆମେ କହୁଛେ କିମ୍ବା ଆମେ ଗୋଟେ ସାଂସ୍କୃତିକ ବ୍ୟବସ୍ଥା କହୁଛେ। ତେଣୁକରି ଆମର ଆବଶ୍ୟକତା ମଧ୍ୟ ବଢି ବଢି ଚାଲିଛି, ସେହିପରି ଭାବରେ ଆମର ବ୍ୟବସ୍ଥା ଗୁଡ଼ିକ ମଧ୍ୟ ସେହି ଭାବରେ ବଢି ବଢି ଚାଲିଛି। ସେହି ଅନୁସାରେ ଆମେ ସ୍ତରୀକରଣ ବ୍ୟବସ୍ଥା ମଧ୍ୟ ଆଣିବାକୁ ଆମେ ଚେଷ୍ଟା କରୁଛେ। ଯେମିତି ଆମେ ପୂର୍ବ ଆଲୋଚନାରେ କହିଥିଲେ ଯେ ସାମାଜିକ ସ୍ତରୀକରଣ କିଛିଟା ଆଧାର, ମୁଖ୍ୟ ଆଧାର କିମ୍ବା ନୀତି ଯୋଉଟାକୁ ନେଇକି ଆମେ ସାଧାରଣତଃ ସ୍ତରୀକରଣ କରିଥାଉ, କ୍ଷମତା, ପ୍ରସ୍ଥିତି ଏବଂ ଆମର ଧନ। ଆମେ କ୍ଷମତାକୁ ନେଇକି ଏବେ ଯେମିତି ଆମେ ଦେଖୁଛେ ଗୋଟେ ସରକାରୀ ବ୍ୟବସ୍ଥା କିମ୍ବା ସରକାର, ସମାଜରେ ସରକାରର ଭୂମିକା, ଏହା ଏବେକା ସମାଜ ପାଇଁ କିମ୍ବା ବର୍ତ୍ତମାନ ପାଇଁ ଏଇଟା ବହୁତ ଆବଶ୍ୟକ। ତେଣୁକରି ଆମେ ସେହିପରି ଭାବରେ ଗୋଟେ ସରଳ ସରକାର କିମ୍ବା ସରଳ ଷ୍ଟେଟ ଆମେ କରିନାହୁଁ। ଆମେ ଆମର ଆବଶ୍ୟକତା ଯେତିକି ଅଧିକ ହେଇ ଯାଇଛି, ଆମର ସେହିପରି ଭାବରେ ଆମର ସରକାରୀ ବ୍ୟବସ୍ଥା ମଧ୍ୟ ସେହିପରି ଭାବରେ ଜଟିଳ ହେଇ ଯାଇଛି। ସେହି ସେମ୍ ଷ୍ଟେଟ ଗୋଟେ ପ୍ରିମିଟିଭ ଷ୍ଟେଜରେ କିମ୍ବା ଗୋଟିଏ ଆଦିବାସୀ ସମାଜରେ ବହୁତ ସରଳ ଥିଲା, ସିମ୍ପଲ ଥିଲା,
ଯେମିତି ଆମେ କହୁଥିଲେ ସେମାନେ ସେମାନେ ଛୋଟିଆ ଗୋଟେ ବ୍ୟବସ୍ଥା ସେମାନେ ପ୍ରଚଳିତ କରୁଥିଲେ। ସେମାନଙ୍କର ଜଣେ ମୁଖିଆ ଥିବ ଆଉ ଅନ୍ୟମାନେ ସାଧାରଣ ଲୋକ ଥିବେ। ସେଇଠି ତାଙ୍କର ସବୁ ସମସ୍ୟାର ସମାଧାନ ହେଇପାରୁଥିଲା। ସେଇଟା ଗୋଟେ ଛୋଟିଆ ବ୍ୟବସ୍ଥା, ପଲିଟିକାଲ ସିଷ୍ଟମ, ସ୍ମଲ୍ ପଲିଟିକାଲ ସିଷ୍ଟମ। କିନ୍ତୁ ଏବେକାର ଯଦି ଆମେ ସମାଜ ଦେଖିବା କିମ୍ବା ଜନସଂଖ୍ୟା ଦେଖିବା, ଆମର ସାମାଜିକ ଆବଶ୍ୟକତା ଦେଖିବା, ତାହେଲେ ଆମେ ଦେଖିପାରିବା ଏବେ ସରକାରର ବ୍ୟବସ୍ଥା ସେତିକି ଅଧିକ ଜଟିଳ ହେବା ଦରକାର। କାହିଁକି ନା ଆମର ରାଜନୈତିକ ଆବଶ୍ୟକତା, ସାମାଜିକ ଆବଶ୍ୟକତା ବହୁତ ଅଧିକ ଅଛି। ଏବେ ଆମେ କହୁଛେ ପ୍ରତ୍ୟେକ ମନୁଷ୍ୟ କିମ୍ବା ପ୍ରତ୍ୟେକ ବ୍ୟକ୍ତିର ଗୋଟେ ସାମାଜିକ ଅଧିକାର ରହିବ, ନାଗରିକ ଅଧିକାର ରହିବ, ଡ୍ୟୁଟିଜ ରହିବ। ତେଣୁକରି ସେହିପରି ଆବଶ୍ୟକତାକୁ ଆମେ ପୂରଣ କରିବା ପାଇଁ ଜଟିଳ ଗୋଟେ ସାମାଜିକ ସ୍ତରୀକରଣ ବ୍ୟବସ୍ଥା ଆମେ ଆଣିଅଛେ। ଏବଂ ଆମେ ପୂର୍ବ ଆଲୋଚନାରେ ମଧ୍ୟ ଏହା ଆଲୋଚନା କରିଥିଲେ ଯେ ଭାରତୀୟ ସମାଜରେ କୋଉ କୋଉ ପ୍ରକାରର ସ୍ତରୀକରଣ ବ୍ୟବସ୍ଥା ସାଧାରଣତଃ ଅଛି। ଯେମିତି ଆମେ ମୁଖ୍ୟତଃ ଆଲୋଚନା କରିଥିଲେ ମୁଖ୍ୟତଃ ଆମେ ଆଲୋଚନା କରିଥିଲେ ଜାତି ପ୍ରଥା କିମ୍ବା ଜାତି ବ୍ୟବସ୍ଥା, ଏବଂ ଆମେ ଆଲୋଚନା କରିଥିଲେ ଶ୍ରେଣୀ ବ୍ୟବସ୍ଥା କିମ୍ବା ଗୋଟିଏ କ୍ଲାସ ସିଷ୍ଟମ ଆମେ ଆଲୋଚନା କରିଥିଲେ। ଭାରତୀୟ ସମାଜରେ ମୁଖ୍ୟତଃ ଦେଖିବାକୁ ଗଲେ ଜାତି ବ୍ୟବସ୍ଥା ଏବଂ ଶ୍ରେଣୀ ବ୍ୟବସ୍ଥା, ଏଇ ଦୁଇ ପ୍ରକାରର ସ୍ତରୀକରଣ ସାଧାରଣତଃ ଦେଖାଯାଇଥାଏ। କିମ୍ବା ସାଧାରଣତଃ ଆମେ ଏଇ ଦୁଇ ସ୍ତରୀକରଣ ବ୍ୟବସ୍ଥା ଆମ ଆଗରେ ବହୁତ ବହୁଳ ଭାବରେ ଆମେ ଏହାକୁ ବ୍ୟବହାର କରିଥାଉ। କିମ୍ବା ଦୈନନ୍ଦିନ ଲୋକମାନଙ୍କ ଜୀବନରେ କିମ୍ବା ସାଧାରଣ ଲୋକମାନଙ୍କ ଜୀବନରେ ଏହି ଦୁଇ ସ୍ତରୀକରଣ ବ୍ୟବସ୍ଥା ସାଧାରଣତଃ ବ୍ୟବହୃତ ହେଇଥାଏ। ଏବଂ ଅନ୍ୟ ସ୍ତରୀକରଣ ବ୍ୟବସ୍ଥା ଯେମିତି ଆମେ ପୂର୍ବ ଆଲୋଚନାରେ ମଧ୍ୟ ଉଦାହରଣ ଦେଇଥିଲେ, ଗୋଟେ ସାମାଜିକ ଲିଙ୍ଗକୁ ନେଇକି ସ୍ତରୀକରଣ କରିବା, ଏଥନିସିଟି କିମ୍ବା ଗୋଟେ ଜାତୀୟତାକୁ ନେଇକି ଆମେ ସ୍ତରୀକରଣ ବ୍ୟବସ୍ଥା କରିବା, କିମ୍ବା ଆମେ କହିଥିଲେ ଯେ ସେକ୍ସକୁ ନେଇକି କିମ୍ବା ଲିଙ୍ଗକୁ ନେଇକି ଗୋଟେ ସ୍ତରୀକରଣ ବ୍ୟବସ୍ଥା କରିବା। ତେଣୁକରି ବହୁତ ଗୁଡେ ପ୍ରକାରର ସ୍ତରୀକରଣ ବ୍ୟବସ୍ଥା ଅଛି ଭାରତୀୟ ସମାଜରେ ମଧ୍ୟ। କିନ୍ତୁ ସାଧାରଣତଃ ଆମେ ଦେଖିଥାଉ ଜାତି ବ୍ୟବସ୍ଥା ଏବଂ ଆମର ଶ୍ରେଣୀ ବ୍ୟବସ୍ଥା, ଏଇ ଦୁଇଟି ସ୍ତରୀକରଣ ବ୍ୟବସ୍ଥା ବହୁଳ ଭାବରେ ଆମେ ଆଲୋଚନା ପରିସରକୁ ଆଣିଥାଉ। ଆମେ ଆଲୋଚନା କରିଥିଲେ ଯେ ଜାତି ବ୍ୟବସ୍ଥା ଭାରତୀୟ ସମାଜରେ ସାଧାରଣତଃ କିପରି ଭାବରେ ଏହା ଗୋଟିଏ ଯେମିତି ଆମେ କହୁଛେ ରେଡି ଟୁ ୟୁଜ୍ କିମ୍ବା ରେଡି ଟୁ ରେଫର, ବହୁତ ସହଜରେ ଆମେ ତାକୁ ଗ୍ରହଣ କରି ନେଇଯାଉ। ଭାରତୀୟ ସମାଜ ଅର୍ଥ ଯୋଉ ସମାଜରେ ଜାତି ବ୍ୟବସ୍ଥା ଅଛି କିମ୍ବା ଆମର କାଷ୍ଟ ସିଷ୍ଟମ ଯୋଉଠି ଅଛି। ଏବଂ ଆମେ ଯଦି ତାର ବିବର୍ତ୍ତନ ଦେଖି ଆସିଛେ ଭାରତୀୟ ସମାଜରେ ଜାତି ବ୍ୟବସ୍ଥାର ଆମେ ସାଧାରଣତଃ ଦେଖିଛେ ଯେ ବ୍ରିଟିଶ କିମ୍ବା ଯେତିକି ଆମର କଲୋନାଇଜର ଆସିଛନ୍ତି ତାଙ୍କ ପୂର୍ବରୁ ଭାରତୀୟ ସମାଜରେ ଜାତି ବ୍ୟବସ୍ଥା କିପରି ଥିଲା ଏବଂ ବ୍ରିଟିଶର୍ସ ମାନେ ଆସିଲା ପରେ ଜାତି ବ୍ୟବସ୍ଥାର ପରିବର୍ତ୍ତିତ ଅବସ୍ଥା, ସେହି ଦୁଇଟା ଅବସ୍ଥାକୁ ଯଦି ଆମେ ତୁଳନା କରିବା ତାହେଲେ ଆମେ ଜାତି ବ୍ୟବସ୍ଥାର କ୍ରମାଗତ ପରିବର୍ତ୍ତନ ଆମେ ଦେଖି ଆସିଛେ। ଆମେ ଏଇଟା ମଧ୍ୟ ଆଲୋଚନା କରିଥିଲେ ଯେ ଜାତି ବ୍ୟବସ୍ଥାକୁ ଆଲୋଚନା କିମ୍ବା ଜାତି ବ୍ୟବସ୍ଥାକୁ ଅଧ୍ୟୟନ କରିବା ପାଇଁ ସବୁ ସୋସିଆଲ ସାଇଣ୍ଟିଷ୍ଟ ମାନଙ୍କର କନସେନସସ୍ ଆସିଥାଏ କିମ୍ବା ଆମେ ସହମତ ହେଇଥାଉ ଯେ ଜାତି ବ୍ୟବସ୍ଥା ଏହିପରି ଭାବରେ ଉତ୍ପତ୍ତି ହେଇଛି। ଯେମିତି ଆମେ କହୁଥିଲେ ଯେ ରିଲିଜିୟସ୍ ବିଲିଫ କିମ୍ବା ତାର ଗୋଟେ ଅରିଜିନ୍ ଅଛି, ରିଲିଜିୟନର ଗୋଟେ ଆଧାର ଅଛି, ଧର୍ମର ଗୋଟେ ଆଧାର ଅଛି ତାର ଉତ୍ପତ୍ତି ପାଇଁ, ସମସ୍ତ ଏହାକୁ ସହମତି ପ୍ରଦାନ କରିଥାନ୍ତି। ସେମିତି ଆମେ ଦେଖିଥିଲେ ଯେ ଜାତି ବ୍ୟବସ୍ଥା ଯେତେବେଳେ ବିଭିନ୍ନ ପ୍ରକାରର କିମ୍ବା ବିଭିନ୍ନ କଲୋନାଇଜର ଯେତେବେଳେ ଭାରତକୁ ଆସିଥିଲେ ସେତେବେଳେ ଜାତି ବ୍ୟବସ୍ଥାର ବିଭିନ୍ନ ପ୍ରକାରର ପରିବର୍ତ୍ତନ ଆସିଥିଲା। ଯେମିତି ଆମେ କହୁଥିଲେ ଯେ ବ୍ରିଟିଶର୍ସ ମାନେ, ଇଂରେଜ ମାନେ ଜାତି ବ୍ୟବସ୍ଥାକୁ ଗୋଟେ ଏମିତି ମାଧ୍ୟମ କିମ୍ବା ଏମିତି ସ୍ତରୀକରଣ ବ୍ୟବସ୍ଥା ହିସାବରେ ନେଇଥିଲେ ଯାହାକୁ ଆଧାର କରିକି ସେମାନେ
ନିଜର ବ୍ରିଟିଶ ରୁଲ୍ସ ଆଣ୍ଡ ରେଗୁଲେସନ୍ସ କିମ୍ବା ନିଜର ରାଜନୈତିକ ଏବଂ ସାମାଜିକ ନୀତି ସେମାନେ ପ୍ରଣୟନ କରୁଥିଲେ। ଭାରତୀୟ ସମାଜ ମାନେ ଭାରତୀୟ ସମାଜର ସ୍ତରୀକରଣ ବ୍ୟବସ୍ଥା ଜାତି ବ୍ୟବସ୍ଥା ଯେଉଁପରି ଭାବରେ ଦେଖାଯାଉଛି ମୁଖ୍ୟତଃ ସେହିପରି ଭାବରେ ଅଛି। ତେଣୁକରି ଆମେ ଯେଉଁ ବି ନୀତି କିମ୍ବା ଯେଉଁ ବି ସାମାଜିକ କିମ୍ବା ଅର୍ଥନୈତିକ ନୀତି ଯାହା ଆମେ ପ୍ରଣୟନ କରିବା ପାଇଁ ଯାଉଛେ, ଯଦି ଆମେ ଏଇ ଜାତି ବ୍ୟବସ୍ଥାକୁ ରେଫରେନ୍ସ ହିସାବରେ ନେବା ତାହେଲେ ଆମେ ହୁଏତ ସବୁ କମ୍ୟୁନିଟି କିମ୍ବା ସବୁ ସମୂହକୁ ଆମେ ନିହାତି ଭାବରେ କିଛି ନା କିଛି ବେନିଫିଟ୍ସ ଆମେ ଦେଇପାରିବା। ତେଣୁକରି ସେମାନେ ଜାତି ବ୍ୟବସ୍ଥା ଗୋଟେ ରେଡି ରେଫରେନ୍ସ ହିସାବରେ ସେମାନେ ନେଇ ଆସୁଥିଲେ ଏବଂ ଯେତିକି ବି ସେମାନେ ରାଜନୈତିକ ଏବଂ ସାମାଜିକ ନୀତି ସେମାନେ ପ୍ରଣୟନ କରି ଆସିଛନ୍ତି କିମ୍ବା ଏଜୁକେସନାଲ ନୀତି ସେମାନେ ପ୍ରଣୟନ କରି ଆସୁଛନ୍ତି, ସେମାନେ ରେଡି ରେଫରେନ୍ସ ସେମାନେ ନେଇଛନ୍ତି ଜାତି ବ୍ୟବସ୍ଥାକୁ ନେଇଥିଲେ। ଏବଂ ଆମେ ଏହା ମଧ୍ୟ ଦେଖିଥିଲେ ଯେ ସେହି ଜାତି ବ୍ୟବସ୍ଥାକୁ ଆଧାର କରିକି ଯେତିକି ନୀତି ପ୍ରଣୟନ କରାଯାଇଛି, ଏହା ଭାରତୀୟ ମାନଙ୍କ ମନରେ ଆଉ ଏକ ନୂଆ ଭାବନା ସୃଷ୍ଟି କରିଥିଲା ଯେ ନିଜ ଜାତିକୁ କିପରି ସେମାନେ ଉଚ୍ଚ ସ୍ତରରେ ରଖିପାରିବେ, ସ୍ତରୀକରଣର ଉଚ୍ଚ ଢାଞ୍ଚା କିମ୍ବା ଉଚ୍ଚ ପଦବୀରେ ସେମାନେ ରଖିପାରିବେ। ଯେମିତି ଆମେ ଉଦାହରଣ ନେଉଥିଲେ ଯେ ବ୍ରିଟିଶର୍ସ ମାନେ କିଛି ସମୟ ପରେ ସେମାନେ ଜାତିଗତ ଜନଗଣନା ଆରମ୍ଭ କରିଥିଲେ କିମ୍ବା କାଷ୍ଟ ବେସ୍ଡ ସେନ୍ସସ୍ ସେମାନେ ଆରମ୍ଭ କରିଥିଲେ। ସେହିଠାରୁ ଆମେ ଦେଖିଲେ ଗୋଟେ ଭାରତୀୟ ମାନଙ୍କ ମଧ୍ୟରେ ଏହା ମଧ୍ୟ ରହିଲା ଯେ ସେମାନେ ଜାତି ବ୍ୟବସ୍ଥାକୁ ନେଇକି ସେମାନେ ନିଜ କିଛି ଚେତନା ଆସିଲା, ସେମାନେ ନିଜ ଜାତିକୁ ଉଚ୍ଚ ସ୍ତରରେ ରଖିବା ପାଇଁ ଚେଷ୍ଟା କରୁଥିଲେ। ଏବଂ ପରବର୍ତ୍ତୀତ ଭାରତର ସ୍ୱାଧୀନତା ପରବର୍ତ୍ତୀ ସମାଜ ଯଦି ଆମେ ଦେଖିବା, ସେହି ସମାଜରେ ମଧ୍ୟ ଆମେ ଦେଖୁଛେ ଜାତିକୁ ନେଇକି କିଛି ନୂତନ ଚିନ୍ତାଧାରା ଆସିଛି କିମ୍ବା ଜାତିକୁ ନେଇକି ଆମେ ନ୍ୟୁ ସୋସିଆଲ ମୁଭମେଣ୍ଟସ ଆମେ ଦେଖିଛେ, କିଛି ଆନ୍ଦୋଳନ ଆମେ ନୂଆ ଆନ୍ଦୋଳନ ଆମେ ଦେଖିଛେ ନିଜର ଆଇଡେଣ୍ଟିଟି କିମ୍ବା ପରିଚୟକୁ ନେଇକି କିମ୍ବା ନିଜ ଜାତିକୁ ନେଇକି କିଛି ନୂଆ ଆନ୍ଦୋଳନ ମଧ୍ୟ ଭାରତୀୟ ସମାଜରେ ଆସିଥିଲା। ତେଣୁକରି ଜାତି ବ୍ୟବସ୍ଥା ଯେଉଁପରି ଭାବରେ ଉତ୍ପତ୍ତି ହେଇଥିଲା ଏବଂ କିଛିଟା ଚେଞ୍ଜିଂ ଫୋର୍ସେସ୍ ଆସିଲା ପରେ, ଯେମିତି ଆମେ ଉଦାହରଣ ଦେଲେ ବ୍ରିଟିଶର୍ସ ମାନେ ଆସିଲା ପରେ କିମ୍ବା ମଡର୍ଣ୍ଣାଇଜେସନ କିମ୍ବା ଅନ୍ୟ କୌଣସି ଚେଞ୍ଜିଂ ଫୋର୍ସେସ୍ ଆସିଲା ପରେ ଆମେ ଜାତି ବ୍ୟବସ୍ଥାରେ ମଧ୍ୟ କିଛି ପରିବର୍ତ୍ତନ ଆଣିଥିଲେ। ତେଣୁକରି ଆମେ କହିପାରିବା ଜାତି ବ୍ୟବସ୍ଥା ମଧ୍ୟ ଇଭଲ୍ୟୁସନ ତାର ହେଇଛି କିମ୍ବା ଜାତି ବ୍ୟବସ୍ଥା ମଧ୍ୟ ବିବର୍ତ୍ତିତ ହେଇଛି। ଏବଂ ଆମେ ଆଉ ଗୋଟିଏ ପ୍ରକାରର ଆମେ ସ୍ତରୀକରଣ ବ୍ୟବସ୍ଥା ଭାରତୀୟ ସମାଜରେ ସାଧାରଣତଃ ଦେଖୁଥିଲେ, ଯାହା ଆମେ କହିଲେ ଶ୍ରେଣୀ ବ୍ୟବସ୍ଥା। ଆମେ କହିଲେ ଶ୍ରେଣୀ ବ୍ୟବସ୍ଥା ମୁଖ୍ୟତଃ ଆମେ କହୁଥିଲେ ଯେ ଆମେ ପରବର୍ତ୍ତୀ ଆଲୋଚନାରେ ମଧ୍ୟ ତାହାକୁ ଗୋଟେ ମୁଖ୍ୟ ଆଧାର ହିସାବରେ ଆଲୋଚନା କରିବା। ଆମେ ଶ୍ରେଣୀ ବ୍ୟବସ୍ଥା ଭାରତୀୟ ସମାଜରେ ଏହିପରି ଦେଖୁଥିଲେ ଯେ ଯେପରି ଭାବରେ ଲାଇଭଲିହୁଡ ସୋର୍ସେସ୍ କିମ୍ବା ଆମର ଜୀବନ ଶୈଳୀର ମାଧ୍ୟମ ଗୁଡ଼ିକ ବଦଳି ବଦଳି ଚାଲିଛି, ଆମର ସମାଜ ମଧ୍ୟ ପରିବର୍ତ୍ତିତ ହେଇ ଚାଲିଛି, ସେହି ଅନୁସାରେ ଆମର ସ୍ତରୀକରଣ ବ୍ୟବସ୍ଥା ମଧ୍ୟ ସେହି ଅନୁସାରେ ସମାଜରେ ଆସିଅଛି। ଆମେ ଯେମିତି କହିଲେ କି ଭାରତୀୟ ସମାଜରେ ଏବେ ବି ଆମେ ଯଦି ଆମେ ଗୋଟେ ଶ୍ରେଣୀ ବ୍ୟବସ୍ଥାକୁ ଦେଖିବା, ଆମେ ଦେଖୁଛେ ଗୋଟେ ଶ୍ରମିକ ଶ୍ରେଣୀର ସମୂହ ବି ରହୁଛନ୍ତି ଏବଂ ଗୋଟେ ଇଣ୍ଡଷ୍ଟ୍ରିଆଲିଷ୍ଟ ମଧ୍ୟ ରହୁଛନ୍ତି। ତେଣୁକରି ଭାରତୀୟ ସମାଜରେ ଯଦି ଆମେ ଦେଖୁଛେ ଗୋଟେ ଜାତି ବ୍ୟବସ୍ଥା, ନହେଲେ ଆମେ ଦେଖୁଛେ ଯଦି ଇନକମକୁ ନେଇକି କିମ୍ବା କିଛି ଆମର ଅର୍ଥନୈତିକ ଆଧାରକୁ ନେଇକି ଯଦି ଆମେ ସ୍ତରୀକରଣ କରୁଛେ, ତାହେଲେ ଆମେ ଶ୍ରେଣୀ ବ୍ୟବସ୍ଥାକୁ ଦେଖି ଆସୁଛେ। ଏବଂ ଆମେ ଆଉ ଗୋଟେ ଆଲୋଚନା କରିଥିଲେ ଯେ ଭାରତୀୟ ସମାଜରେ ଗୋଟିଏ ପ୍ରକାରର ସ୍ତରୀକରଣ ବ୍ୟବସ୍ଥା ଆମେ ସାଧାରଣତଃ ପାଇନଥାଉ। ଏହି ଭାରତୀୟ ସମାଜ ସାଧାରଣତଃ କିଛିଟା ଆମେ ଯାହା କହିପାରିବା କିଛିଟା ପରିସ୍ଥିତି କିମ୍ବା କିଛିଟା ସ୍ତରୀକରଣର ପ୍ରକାରର ଗୋଟେ ସମୂହ ଆମେ କହିପାରିବା। ଯେମିତି ଆମେ କହିଲେ ଯେ ଆମେ ଜାତି ବ୍ୟବସ୍ଥା ବି ପାଉଛେ, ଆମେ ଶ୍ରେଣୀ ବ୍ୟବସ୍ଥା ବି ପାଉଛେ କିମ୍ବା ଆମେ ଜାତୀୟତା ବି ଗୋଟେ ପ୍ରକାରର ଆମେ ସ୍ତରୀକରଣ ବ୍ୟବସ୍ଥା ହିସାବରେ ନେଉଛେ କିମ୍ବା ସାମାଜିକ ଲିଙ୍ଗ କିମ୍ବା ବୟସ ମଧ୍ୟ ଏବଂ ଆମେ ବର୍ଣ୍ଣକୁ ନେଇକି ମଧ୍ୟ ଭାରତୀୟ ସମାଜରେ ଗୋଟେ ସ୍ତରୀକରଣ ବ୍ୟବସ୍ଥା ଦେଖିଥାଉ। ତେଣୁକରି ଏଇଟା ଭାରତୀୟ ସମାଜରେ ଆମେ ସାଧାରଣତଃ ଗୋଟିଏ ପ୍ରକାରର ଆମେ ସ୍ତରୀକରଣ
ବ୍ୟବସ୍ଥା ଆମେ ପାଇନଥାଉ। ଏହି ଭାରତୀୟ ସମାଜରେ ଗୋଟେ ପ୍ରସ୍ତୁତିର ସମୂହ କିମ୍ବା ବିଭିନ୍ନ ପ୍ରକାରର ସ୍ତରୀକରଣର ଗୋଟେ ସମୂହ ଆମେ ପାଇଥାଉ। ଯଦି ଆମେ ଆଜିର ଆଲୋଚନାକୁ ଦେଖିବା, ଆମେ ମୁଖ୍ୟତଃ ସେହି ତିନୋଟି ମୁଖ୍ୟ ଆଧାରକୁ ଆମେ ଆଲୋଚନା କରିବା, ଯୋଉଟା ଆମେ ଦେଖିଥିଲେ ଯେ ଷ୍ଟାଟସ୍, ପାୱାର ଏବଂ ୱେଲ୍ଥ। ତା ପୂର୍ବରୁ ଆମେ ଯଦି ମନେ ପକେଇବା, ଆମେ ସ୍ତରୀକରଣ ବ୍ୟବସ୍ଥା କ'ଣ ଆମେ ଯଦି ଆଲୋଚନା କରିଛେ, ଆମେ ଆଲୋଚନା କରିଥିଲେ ସାଧାରଣତଃ ସୋସିଆଲ ଷ୍ଟ୍ରାଟିଫିକେସନ ମାନେ ଆମେ ଏପରି ଭାବରେ ଆଲୋଚନା କରିଥିଲେ ସମାଜରେ ବିଭିନ୍ନ ସମୂହ କିମ୍ବା ବିଭିନ୍ନ କିମ୍ବା ଆମେ କହିପାରିବା ବ୍ୟକ୍ତି ବିଶେଷଙ୍କୁ ଆମେ ଯେତେବେଳେ ଗୋଟିଏ ହାଇରାର୍କିରେ ରଖିଥାଉ, ଗୋଟେ ସ୍ତରୀକରଣ, ଆମେ ତାକୁ ଉପର ତଳ କିମ୍ବା ଛୋଟରୁ ବଡ଼ ଆମେ କହିପାରିବା, ଯେତେବେଳେ ଆମେ ତାକୁ ଗୋଟେ କ୍ରମରେ ସଜେଇଥାଉ ସେତେବେଳେ ଆମେ ସ୍ତରୀକରଣ ବ୍ୟବସ୍ଥା ଆମେ ବୁଝିଥାଉ। ସାଧାରଣତଃ ଏଇଟା ଏପରି ଏକ ବ୍ୟବସ୍ଥା ଯୋଉଠି ଆମେ ବିଭିନ୍ନ ସମୂହ ବ୍ୟକ୍ତି ବିଶେଷଙ୍କୁ କ୍ରମରେ ଆମେ ସଜେଇ ଥାଉ। ସେହି କ୍ରମ ସମାଜ ନିର୍ଦ୍ଧାରଣ କରିଥାଏ କୋଉପରି ଭାବରେ ରହିବ, ଯେ ଉପରୁ ତଳରେ ରହିବ, କୋଉମାନେ ଉପରେ ରହିବେ, କୋଉଟା ଭଲ କୋଉଟା ଖରାପ, କୋଉ ସ୍ତରର ସ୍ଥାନ ଉପରେ ରହିବ, କୋଉ ସ୍ତରର ସ୍ଥାନ ତଳେ ରହିବ, ସେଇଟା ସାଧାରଣତଃ ସମାଜ ନିର୍ଦ୍ଧାରଣ କରିଥାଏ। ତେଣୁକରି ସୁପରିୟରିଟି ଆଣ୍ଡ ଇନଫେରିୟରିଟି ସେଇଟା ସମାଜ ନିର୍ଦ୍ଧାରଣ କରିଥାଏ। କୋଉ ସମୂହ କିମ୍ବା କୋଉ ବ୍ୟକ୍ତି କିମ୍ବା କୋଉ ପରିସ୍ଥିତି କିମ୍ବା କୋଉ ଷ୍ଟାଟସ୍ ଆମେ ଯାହା କହୁଛେ କୋଉଟା ସୁପରିୟର ରହିବ ଏବଂ କୋଉ ଷ୍ଟାଟସ୍ଟା ଇନଫେରିୟର ରହିବ। ଏବଂ ସେହି ପରିସ୍ଥିତି ସହିତ ଜଡ଼ିତ ଥିବା, ଆମେ ଯେମିତି ଆଲୋଚନା କରୁଥିଲେ ଯେ ପ୍ରେଷ୍ଟିଜ୍ ଏବଂ ପ୍ରିଭିଲେଜେସ୍ ଏବଂ ଗୋଟେ ଷ୍ଟାଟସ୍ ସହିତ ପ୍ରେଷ୍ଟିଜ୍, ପ୍ରିଭିଲେଜେସ୍ ଏବଂ ବେନିଫିଟ୍ସ, ତାହା ଗୋଟେ ସମାଜ ନିର୍ଦ୍ଧାରଣ କରିଥାଏ। ଏହି ଆପଣ କହିବେ ଯୋଉଟା ପ୍ରେଷ୍ଟିଜ୍, ବିଶେଷ ଅଧିକାର କିମ୍ବା ଆମେ ଯାହା କହୁଛେ ସମ୍ମାନ, ଏବଂ ସେଟା ଭଲ କି ଖରାପ, ଉପର କି ତଳ, ସେଇଟା ସମାଜ ନିର୍ଦ୍ଧାରଣ କରିଥାଏ। ଯେମିତି ଆମେ ପୂର୍ବ ଆଲୋଚନାରେ ମଧ୍ୟ ଆମେ ଉଦାହରଣ ଦଉଥିଲେ ଯେ ଗୋଟିଏ ସଫେଇ କର୍ମଚାରୀ, ଡକ୍ଟର, ସେଇ ଦୁଇଟା ପରିସ୍ଥିତି ମଧ୍ୟରେ, ସେଇ ଦୁଇଟା ଷ୍ଟାଟସ୍ ମଧ୍ୟରେ କୋଉଟା ସୁପରିୟର କୋଉଟା ଇନଫେରିୟର, ସେଟା ସମାଜ ଆମକୁ ଦେଖେଇଛି କିମ୍ବା ସମାଜ ନିର୍ଦ୍ଧାରଣ କରିଛି। ଆମେ ସେ ଆଲୋଚନା ମଧ୍ୟ କରୁଥିଲେ ଆମ ସମାଜରେ ଏଇ ଦୁଇଟା ପରିସ୍ଥିତିର ସମ୍ମାନ କିମ୍ବା ବିଶେଷ ଅଧିକାର ଯାହା ରହିବ, ଅନ୍ୟ କୌଣସି ବିଦେଶରେ କିମ୍ବା ଅନ୍ୟ କୌଣସି ସମାଜରେ ସେହି ଦୁଇ ପରିସ୍ଥିତିର ସମ୍ମାନ କିମ୍ବା ବିଶେଷ ଅଧିକାର ନିହାତି ଭାବରେ ବଦଳିଯାଏ, କାହିଁକି ନା ସେଇଟା ସମାଜ ନିର୍ଦ୍ଧାରଣ କରିଥାଏ। ଯେମିତି ଆହୁରି ମଧ୍ୟ ଆମେ ଉଦାହରଣ ନେଇପାରିବା, ଗୋଟିଏ ଷ୍ଟାଟସ୍ ଅଫ୍ ୱିମେନ୍, ଗୋଟେ ମହିଳାର ପରିସ୍ଥିତି ଆମ ଭାରତୀୟ ସମାଜରେ, ଗୋଟେ ମହିଳାର ସ୍ଥିତି କିମ୍ବା ପରିସ୍ଥିତି ଗୋଟେ ଅନ୍ୟ ଏକ ସମାଜରେ, ବିଦେଶରେ କିମ୍ବା ଆମ ଭାରତୀୟ ସମାଜରେ ବିଭିନ୍ନ ପ୍ରାନ୍ତରେ ଯଦି ଆମେ ଦେଖିବା, ନିହାତି ଭାବରେ ଆମେ ଦେଖିପାରିବା ସେହି ପରିସ୍ଥିତି ସହିତ ଜଡ଼ିତ କିଛି କ୍ଷମତା, କିଛି ସମ୍ମାନ, କିଛି ବିଶେଷ ଅଧିକାର ସେଟା ବଦଳି ଯାଇଥାଏ। କାହିଁକି ନା ସମାଜ ବଦଳିଥାଏ, ସମାଜର ଅଣ୍ଡରଷ୍ଟାଣ୍ଡିଂ କିମ୍ବା ଯାହା ଆମେ ପରସେପସନ ଆମେ କହୁଛେ, ସେଇଟା ପ୍ରତ୍ୟେକ ମାଇଲରେ ସେଟା ବଦଳି ଚାଲିଥାଏ କିମ୍ବା ପ୍ରତ୍ୟେକ ସମୂହରେ ସେଟା ବଦଳି ଚାଲିଥାଏ। ତେଣୁକରି ସୁପରିୟରିଟି ଏବଂ ଇନଫେରିୟରିଟି, ସେହି କ୍ୱାଲିଟି, ସେହି ଗୁଣ ସମାଜ ଆମକୁ ଦେଇଥାଏ। ଗୋଟିଏ ସମାଜରେ ସାମାଜିକ ସମୂହ କିମ୍ବା ବ୍ୟକ୍ତି ବିଶେଷ କୋଉପରି ଭାବରେ ସଜା ହବ, କୋଉ କ୍ରମରେ ସଜା ହବ, କିଏ ଆଗରେ ରହିବ, କିଏ ପଛରେ ରହିବ, କିଏ ଉପରେ କିଏ ତଳରେ ରହିବ, ସେଇ ତାହାର ଆଧାର ଆମକୁ ସମାଜ ବୁଝେଇଥାଏ କିମ୍ବା ସମାଜ ଆମକୁ ପ୍ରଦାନ କରିଥାଏ। ତେଣୁକରି ଆମେ ଯଦି ସାମାଜିକ ସ୍ତରୀକରଣ ଆମେ ଦେଖୁଛେ, ପ୍ରତ୍ୟେକ ସ୍ତରୀକରଣ ବ୍ୟବସ୍ଥାରେ ଆମେ କିଛି ଷ୍ଟାଟସ୍, ଆମେ କିଛି ସିଷ୍ଟମ ଦେଖୁଛେ, ବ୍ୟବସ୍ଥା ଦେଖୁଛେ, ଇନଷ୍ଟିଟ୍ୟୁସନ୍ସ ଦେଖୁଛେ ଏବଂ ଆମେ କିଛି ଷ୍ଟ୍ରକ୍ଚର ଦେଖୁଛେ। ପ୍ରତ୍ୟେକ ଷ୍ଟ୍ରାଟିଫିକେସନ ସିଷ୍ଟମ ସ୍ତରୀକରଣ ବ୍ୟବସ୍ଥାରେ ଯଦି ଗୋଟିଏ ଢାଞ୍ଚା ଥିବ କିମ୍ବା ଗୋଟିଏ ବ୍ୟବସ୍ଥା ଥିବ କିମ୍ବା ଗୋଟିଏ ଅନୁଷ୍ଠାନ ଥିବ, ତାହେଲେ ଯାଇକି ଆମେ ଭାବି ପାରିବା ଯେ
ଏଇଠି ଗୋଟେ ସ୍ତରୀକରଣ ବ୍ୟବସ୍ଥା ହେଇପାରିବ ଏବଂ ପ୍ରତ୍ୟେକ ବ୍ୟବସ୍ଥା କିମ୍ବା ଅନୁଷ୍ଠାନ କିମ୍ବା ଗୋଟେ ଢାଞ୍ଚାରେ ଆମେ ମୁଖ୍ୟ ଗୋଟେ ୟୁନିଟ୍ ହିସାବରେ ଆମେ ଯଦି ଦେଖୁଛେ ତାହେଲେ ଆମେ ଗୋଟେ ଗୋଟେ ଷ୍ଟାଟସ୍ ଆମେ ପ୍ରସ୍ତୁତି ଆମେ ଦେଖୁଛେ ଯୋଉଟାକି ଗୋଟେ ୟୁନିଟ୍ ହେଉଛି ଗୋଟେ ଢାଞ୍ଚା କିମ୍ବା ଗୋଟେ ସିଷ୍ଟମର ଗୋଟେ ୟୁନିଟ୍ ହେଉଛି ଯାହାକୁ ନେଇକି ଆମେ ସ୍ତରୀକରଣ ବ୍ୟବସ୍ଥା କରୁଛେ। ଆମେ ଯେମିତି ଦେଲେ କି ଗୋଟେ ଅନୁଷ୍ଠାନରେ ବିଭିନ୍ନ ପ୍ରସ୍ତୁତିକୁ ନେଇକି ଯେତେବେଳେ ଆମେ ସଜେଇ ରଖୁଛେ ତାହେଲେ ଗୋଟେ ଅନୁଷ୍ଠାନ ହେଉଛି ମାନେ ଯେମିତି ଆମେ କହିଲେ ଗୋଟେ ଏକ୍ସାମ୍ପଲ୍ସ ଆମେ ନେଇପାରିବା ଫ୍ୟାମିଲି କିମ୍ବା ପରିବାର କିମ୍ବା ଆପଣ ଯଦି ଗୋଟେ ଅନୁଷ୍ଠାନ ନେଉଛନ୍ତି ଏଜୁକେସନାଲ ଇନଷ୍ଟିଚ୍ୟୁଟ୍ ଆପଣ ନେଉଛନ୍ତି ଆମେ ନିହାତି ଭାବରେ ସେଠି ଦେଖିଥିବା ଏଜୁକେସନାଲ ଇନଷ୍ଟିଚ୍ୟୁଟ୍ କିମ୍ବା ଗୋଟେ ଫ୍ୟାମିଲିରେ ଆମେ ଦେଖୁଛେ ବିଭିନ୍ନ ପ୍ରକାରର ପ୍ରସ୍ତୁତି ରହୁଛି କିମ୍ବା ଆପଣଙ୍କର ଷ୍ଟାଟସ୍ ରହୁଛି ଯାହା ବିଭିନ୍ନ ନୀତି ନିୟମରେ ସଜା ହେଇକି ରହିଛି କିମ୍ବା ଗୋଟେ କ୍ରମରେ କିମ୍ବା ଗୋଟେ ଉପରତଳ କ୍ରମରେ ସଜା ହେଇକି ରହିଛି ଗୋଟେ ଧାଡି ହିସାବରେ ସଜା ହେଇଥିବ ନହେଲେ ଉପରତଳ କ୍ରମରେ ଆମେ ସଜେଇ ରଖିପାରୁଛେ। ଯେମିତି ଆମେ କହିଲେ କି ପରିବାରରେ ଆମେ କହୁଛେ ବାପା ମା ଜେଜେବାପା ଜେଜେମା ଏବଂ ଛୁଆମାନେ ଭାଇ ଭଉଣୀ ଆମେ ଗୋଟେ କ୍ରମରେ ହିସାବରେ ସଜେଇକି ରଖିପାରିବା କିମ୍ବା ଆମେ ଯଦି କହୁଛେ ବଡ ଭାଇ ସାନ ଭାଇ ଭଉଣୀ ବାପା ମା ଜେଜେବାପା ଜେଜେମା ଆମେ ଗୋଟେ ସମୂହ କରି ଚାଲୁଛେ ଗୋଟେ ପ୍ରସ୍ତୁତିର ଗୋଟେ ସମୂହ କରି ଚାଲୁଛେ କିଛି ଜଣକୁ ଆମେ ଗୋଟେ କ୍ରମରେ ସଜେଇ ରଖୁଛେ ଆଉ କିଛି ଜଣକୁ ଆମେ ଉପରତଳ କ୍ରମରେ ସଜେଇ ରଖୁଛେ ଆଗ ପଛ କ୍ରମ ନହେଲେ ଉପରତଳ କ୍ରମରେ ଆମେ ସଜେଇ ରଖୁଛେ। ତେଣୁକରି ଗୋଟିଏ ଅନୁଷ୍ଠାନରେ ମଧ୍ୟ ପ୍ରସ୍ତୁତି ମୁଖ୍ୟ ଭୂମିକା ନେଇଥାଏ ଯେତେବେଳେ ଆମେ ତାର ଗୋଟେ ଢାଞ୍ଚା କରିଥାଉ ଗୋଟେ ଷ୍ଟ୍ରକ୍ଚର କରିଥାଉ ଇନଷ୍ଟିଟ୍ୟୁସନର ଷ୍ଟ୍ରକ୍ଚର କରିଥାଉ କିମ୍ବା ଆମେ ଗୋଟେ ସିଷ୍ଟମର ଗୋଟେ ଷ୍ଟ୍ରକ୍ଚର କରିଥାଉ ପ୍ରସ୍ତୁତି ହିଁ ମୁଖ୍ୟ ଭୂମିକା ନେଇଥାଏ ଯାହାକୁ ନେଇକି ଆମେ ଗୋଟେ କ୍ରମ ସଜେଇବାର ଗୋଟେ କ୍ରମ ଆମେ ଇନିସିଏଟ୍ କରିଥାଉ। ତେଣୁକରି ଏବଂ ଆମେ ଯଦି ସେଇ ଗୋଟେ ଏଜୁକେସନାଲ ଇନଷ୍ଟିଚ୍ୟୁଟ୍ରେ ବି ଆମେ ଦେଖୁଛେ ଶିକ୍ଷକ ଛାତ୍ରଛାତ୍ରୀ କର୍ମଚାରୀ ବୃନ୍ଦ ଯୋଉମାନେ କି ଆପଣଙ୍କର ଅଫିସରେ କିଛି କର୍ମଚାରୀ ବୃନ୍ଦ ରହିଲେ ଏବଂ ଆପଣଙ୍କର ଟିଚିଂର କିଛି କର୍ମଚାରୀ ବୃନ୍ଦ ନନ୍ ଟିଚିଂର କିଛି କର୍ମଚାରୀ ବୃନ୍ଦ ରହିବେ କିମ୍ବା ଆପଣଙ୍କର ଉପର କିଛି ପଦ ଅଧିକାରୀ ରହିଲେ ତେଣୁକରି କିଛିଟା ପ୍ରସ୍ତୁତି ଆମେ ଗୋଟେ ଉପର ତଳ କ୍ରମରେ ସଜେଇ ରଖୁଛେ ଆଉ କିଛିଟା ଆମେ ସେମିତି ଆଗ ପଛ କ୍ରମରେ ଆମେ ସଜେଇ ରଖୁଛେ। ତେଣୁକରି ୟୁନିଟ୍ ଅଫ୍ ସୋସିଆଲ ଷ୍ଟ୍ରାଟିଫିକେସନ ସାଧାରଣତଃ ଆମେ ଗୋଟେ ଷ୍ଟାଟସ୍ ହିସାବରେ ଷ୍ଟାଟସ୍କୁ ଆମେ ଧରିଥାଉ କିମ୍ବା ପ୍ରସ୍ତୁତିକୁ ଆମେ ଧରିଥାଉ ଏବଂ ପ୍ରତ୍ୟେକ ସ୍ତରୀକରଣ ବ୍ୟବସ୍ଥାରେ ଆପଣ ଦେଖିପାରିବେ ଯେ ପ୍ରସ୍ତୁତି କିମ୍ବା ଷ୍ଟାଟସ୍କୁ ହିଁ ଆମେ ବେଶୀ ପ୍ରାଧାନ୍ୟ ଦେଇଥାଉ। ଯେମିତି ଆମେ କହିଲେ କି ଜାତି ପ୍ରଥା ଜାତି ବ୍ୟବସ୍ଥା ଯାହା ଆମେ କହିଲେ କାଷ୍ଟ ସିଷ୍ଟମ ଆମେ ଯାହା କହିଲେ ସେହି ବ୍ୟବସ୍ଥାରେ ଆମେ ବିଭିନ୍ନ ଷ୍ଟ୍ରକ୍ଚର କହୁଛେ କିମ୍ବା ବିଭିନ୍ନ ଷ୍ଟ୍ରାଟା ଆମେ କହୁଛେ କିଏ ହାୟର ଷ୍ଟ୍ରାଟାରେ ରହିଲା କିଏ ଲୋୟର ଷ୍ଟ୍ରାଟାରେ ରହିଲା ଯେମିତି ଆମେ କହିଲେ ଜାତି ବ୍ୟବସ୍ଥାର ମୁଖ୍ୟ ଆଧାର ହେଲା ବର୍ଣ୍ଣ ବ୍ୟବସ୍ଥା ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଆମେ ତାକୁ ଗୋଟେ ଉପର ତଳ କ୍ରମରେ ଆମେ ସଜେଇ ରଖିଲେ ଏବଂ ଆମେ ଷ୍ଟାଟସ୍ ପ୍ରତ୍ୟେକ ଗୋଟିଏ ଜାତି ବ୍ୟବସ୍ଥାରେ ଷ୍ଟ୍ରାଟାରେ ଆମେ କିଛିଟା ଆମେ ଗୋଟିଏ ଗୋଟିଏ ପ୍ରସ୍ତୁତି ଆମେ ନେଇ ଆସିଛେ ଯୋଉମାନେ କି ସେହି ଷ୍ଟ୍ରାଟାରେ ଏଇ ପ୍ରସ୍ତୁତି ରହିବ ଏବଂ ଏମାନଙ୍କୁ କିଛିଟା ଯାହାକୁ ଆଡଭାଣ୍ଟେଜ ଆମେ କହୁଛେ କିମ୍ବା ବେନିଫିଟ୍ସ ତାଙ୍କୁ ମିଳିବ ଷ୍ଟାଟସ୍ ତାଙ୍କୁ ମିଳିବ ଏବଂ ଯଦି ଆମେ ସେ ଶ୍ରେଣୀ ବ୍ୟବସ୍ଥା ବି ଆମେ ଦେଖୁଛେ सर्टिफिकेशन सिस्टम देखुचे सेठी भी आमे किछिटा सेमिति प्रस्थिति देखुचे स्टेटस आमे देखुचे जोठी कि आमे ताहाको सेही स्टेटस को आमे किछिटा अधिकार किछिटा विशेष अधिकार किछिटा क्षमता आमे दउचे तेणु करे श्रेणी व्यवस्था किंबा जाति व्यवस्था किंबा जेकोसी स्तरीकरण व्यवस्थार मुख्य आधार आमे जदि देखिबा एक गोटे यूनिट आमे आलोचना करूचे ताहा होचे हमर गोटे प्रस्थिति किंबा गोटे स्टेटस आमे देखुचे एवं आमे जेंति पूर्वरो भी आलोचना करिथिले जे एही स्तरीकरण व्यवस्था किछि नीति किछि जहाको आमे कहूचे किछि प्रिंसिपल किंबा किछि नॉर्म को नेकी आधार होइथाय आमे कहिले जाति व्यवस्थार स्तरीकरण
किंबा जाति व्यवस्था को जब गोटे स्तरीकरण व्यवस्था हिसाब रे देखिबा ताहले ताହାର मुख्य नीति किंबा जदि सोशल नॉर्म किंबा ऑर्गेनाइजिंग प्रिंसिपल आमे देखुचे कास्ट बिलीफ देखुचे किंबा प्यूरिटी पॉल्यूशन आमे देखुचे छुआ अछुआ बहुत गुड़े सेमिति कास्ट बिलीव्स रही कास्ट आइडियोलॉजीज रही जहाँ को नहीं कि आमे सही जाति व्यवस्थार गोटे स्तरीकरण आमे करेले तेणुकर प्रत्येक स्तरीकरण व्यवस्था किछि इनहेरिटेड नॉर्म्स किंबा इनहेरिटेड प्रिंसिपल रही जहाँ को नहीं कि सही स्तरीकरण व्यवस्था रही जेमिति आमे श्रेणी व्यवस्था एबे बारंबार आलोचना करूचे सही व्यवस्था आमे देखुचे कि अर्थनैतिक आपणकर पोजिशन इकोनॉमिक पोजिशन आमे देखुचे जहाँ पाखरे जेतिकी अधिक वेल्थ रहिला किंबा धन रहिला से माने सही अनुसार किंबा धनर परिमाण हिसाब रे आमे स्तरीकरण व्यवस्था किंबा स्तरीकरण नियम आमे बाहर करूचे प्रत्येक स्तरीकरण व्यवस्था रे किछि ना किछि नियम रही थाए जो नियम को नहीं कि प्रस्थिति गुड़ा को आमे सजेई था किछि क्रम रे आमे सजेई था जेमिति एबे आमे उदाहरण नउथिले लिंग नहीं परिबा सामाजिक लिंग नहीं परिबा जातीयता नहीं परिबा एवं आमे बयस मध्य नहीं परिबा किछिटा नियम आमे बाहर करिथो जहाँ को नहीं कि प्रस्थिति किंबा ए सोशल स्टेटस को आमे सजेइबारे लागिथो गोटे सामाजिक स्तरीकरण व्यवस्था रे आमे सजेइबारे लागिथो तेणुकरी एबे जदि आमे जिबा को माध्यम किंबा को आधार मुख्यतः रही आमे मुख्यतः तीनिटा आधार आमे आलोचना करिबा क्लास पावर एंड स्टेटस जहाँ आमे पूर्व मध्य आलोचना करिथिले श्रेणी क्षमता एवं स्टेटस समाज रे आमे जदि देखिबा स्तरीकरण व्यवस्था पे सामाजिक विभिन्नता मध्य गोटे माध्यम जोगै था किंबा गोटे आधार जोगै था समाज रे स्तरीकरण करिबा पे आमे स्तरीकरण व्यवस्था रे कहिले गोटे स्ट्राटा आउ गोटे स्ट्राटा थारु भिन्न रही थाए आमे कहले स्टेटस आमे कहले किछटा जदि आमे विशेष अधिकार कहले किंबा आमे किछि सम्मान आमे जदि कहले विभिन्न प्रकार रे थाए गोटे स्ट्राटा आउ गोटे स्ट्राटा समूह किंबा आउ गोटे स्ट्राटा समूह जदि आमे देखिबा सेमाना निहाती भाबरे अलगा थांती तेणु करी सेमानक मध्यरे भिन्नता रही समाज रे आहुरी किछि इमिति भिन्नता रही जहाँ को नहीं कि आमे स्तरीकरण व्यवस्था करिथो जेमिति आमे कहले एज सेक्स एंड कलर बयस आपणकर लिंग एवं आपणकर शरीरर वर्ण ताहाको नहीं कि मध्य आमे समाज रे स्तरीकरण व्यवस्था आमे आनी थाउ किबा किछिता नीति आमे बाहर करि थाउ जहाँ को आमे समाजर विभिन्न परिस्थिति को आमे सजेई रखी पारिबा जेमिति आमे कहले जे किछि नेचुरल इनइक्वालिटीज प्राकृतिक असमानता किछिटा आम मानक मध्य रे अछि जेमिति आमे कहले एज सेक्स एंड कलर आमे पूर्वरु भी आलोचना करिथिले किछिटा अचीव स्टेटस थाइ छि परिस्थिति जहाँ आमे उपलब्धि करिथौ किछिटा परिस्थिति अछि जहाँ हमको जन्मगत हमको मिली थाए एज सेक्स एंड कलर बयस एवं आपणकर लिंग एवं आपणकर शारीरिक रंग एवं शरीरर विभिन्न प्रकार आपणकर फीचर्स जहाँ रहिला सेटा आपणको जन्मरु मिली तेणु करी सेटा आपणकर नेचुरल इनइक्वालिटीज रहिला नेचुरल क्वालिटीज रहिला सही भिन्नता किंबा सही परिस्थिति गुड़िक आपण ताको आस्क्राइब स्टेटस कहउछन्ति कास्ट क्लास एही परिस्थिति जदि आपणकर रहिला चिप स्टेटस रहिला एवं एज सेक्स एंड कलर एडा आपणकर आस्क्राइब स्टेटस रे रहिला एही आपणकर नेचुरल इनइक्वालिटीज जोटा हमें कहले कि एज सेक्स एंड कलर ताहाको नै कि किपरि भाबरे हमें परिस्थिति मध्य परिस्थिति सही परिस्थिति को नै कि किपरि भाबरे सामाजिक स्तरीकरण मध्य हेछि एवं आमे जदि देखिबा जत्ते बेले एही नेचुरल इनइक्वालिटीज को आमे किछि मीनिंग आमे ता सहित जडित करूछि किंबा तार किछिटा अर्थ जदि ता सहित आमे अटैच करूचे ताहले एटा गोटी
सोशल बेस ऑफ स्ट्रेटिफिकेशन हो जाउछि। हाँ आमे जानिचे दुईटी लिंग भिन्न अछंती, पुरुष किंबा महिला आमे जहा कहले से माने भिन्न अछंती, मेल एंड फीमेल से माने अलग अछंती। जदि आमे फिजिकली भी देखिबा से माने अलग अछंती। एवं आमे जदि आमे देखिले कि आमे जेमति देखिले कि रंग, शारीरिक रंग आपणकर चुटीर प्रकार, आपणकर मुंडर साइज किंबा आपणकर उच्चता, ओठर प्रकार, आखि किपरि भाबरे सेगुडा हमर प्राकृतिक भिन्नता। किंतु आमे बेड़े बेड़े बहुत समय आमे एही भिन्न प्राकृतिक भिन्नतारे आमे किछि सामाजिक अर्थ आमे ता सहित जडित करते किंबा अटैच आमे करिथाउ। तेणु करी एटा गोटे माध्यम हो जाए जे सामाजिक प्रस्थिति किंबा सामाजिक गोटे स्तरीकरण व्यवस्थार गोटे माध्यम हो जाए, गोटे आधार हो जाए। जेमिति आमे कहले जे कलर आमे परवर्ती आलोचना रे आमे देखिबा रेस केमिति हमर गोटे सेई शारीरिक रंग को नेकी आमे रेस गोटे आमे देखुचे, गोटे वर्ण आमे प्रकार आमे स्तरीकरण व्यवस्था आमे देखुचे। जेतेबेले आमे शरीरर रंग को सामाजिक गोटे आमे अर्थ आमे प्रदान करिथाउ, ताहले आमे ताकू गोटे आधार हिसाब रे नैथाउ स्तरीकरण, सामाजिक स्तरीकरण। आमे जेमति कहले कि ब्लैक एंड व्हाइट एबे आमे भारत रे आमे देखि परिबा गोटे उत्तर भारतर गोटे अलगा गोटे आमे अलगा स्तरीकरण देखुची किंबा दक्षिण भारत समाज शारीरिक रंग को नेकी आमे विभिन्न प्रकारर डिफरेंशिएशन देखुची किंबा गोटे इनइक्वालिटीज आमे देखुची भारत रे मध्य। एवं विदेश रे भी आमे मध्य देखुचे रेस गोटे रेस को नेकी सोशल स्ट्रेटिफिकेशन बहुत बहुत कॉमन किंबा बहुत आमे देखिबा साधारण एटा। एवं आमे जदि आमे भारत रे भी मध्य देखिबा हाँ एबे शारीरिक रंग किंबा वर्ण को नेकी डिफरेंशिएशन करिबा किंबा तार भिन्नता आनिबा एबे एटा एते सहज रे ग्रहणीय हो नाही, किंतु किछि स्थान रे किछि प्रांत रे वर्ण को नेकी हमर स्तरीकरण व्यवस्था आसी किंबा भिन्नता रही थाए, किछि गोटे भिन्न सामाजिक अर्थ रही थाए जे से माने एई रंगर सेमानकर ओठ एमितिया, सेमानकर आखि एमितिया, सेमानकर उच्चता एमिति, सेमानकर चुटीर रंग एमितिया। तेणु करी सेमाने एई प्रकार समाजरू आसी थाई पारंती। आमे ताको गोटे सामाजिक अर्थ आमे प्रदान करिथौ, तेणु सेटा गोटे आधार हो जाए सामाजिक स्तरीकरण पाई। एबे आहुरी आमे जेमति देखिले कि सेक्स आमे पुरुष महिला मेल एंड फीमेल थरु आमे आसौचो मेन एंड वुमेन आस जाउचे। तेणु करी लिंग बेले बेले हमर गोटे नेचुरल इनइक्वालिटीज किंबा आमे जहा देखुची कि प्राकृतिक भिन्नता है कि रहु नै, जेतेडा आमे ताको गोटे जेंडर हिसाब रे धरुचे किंबा जेतेडा आमे कहूचे कि गोटे सामाजिक लिंग हिसाब रे जेतेडा आमे आलोचना परिसर को आणुचे सेही नेचुरल इनइक्वालिटीज किंबा आपणकर प्राकृतिक भिन्नता बेले बेले हमर सामाजिक भिन्नता किंबा सामाजिक इनइक्वालिटीज रो गोटे आधार हो जाए। आमे समाज रे मेन एंड वुमेन आमे जेतेबेले देखिबा बहुल भाव रे से दुईटा परिस्थिति बहुत भिन्न। फिजिकली तो आमे देखुचे निहाती भाव रे भिन्न, एवं आमे जदि देखुचे सोशली आमे देखुचे सेही दुईटा परिस्थिति बहुत भाव रे अलग। आमे देखुचे कि समानकर स्टेटस पावर प्रिविलेजेस दुईटा परिस्थिति मेन एंड वुमेन महिला एवं पुरुष प्रत्येक समाज रे विभिन्न परिमाणर स्टेटस प्रिविलेजेस एंड पावर से माने रखि थाते किंबा तांको सोसाइटी समाज प्रदान करि थाए। तेणु करी बेले बेले हमर जेते बेले सामाजिक स्तरीकरण रा आमे आधार गुडी को आलोचना करिबा किछिटा हमर जे हमें कहचे नेचुरल इनइक्वालिटीज प्राकृतिक भिन्नता आउ किछि आधार जोटा हमर समाज गठन करिछि, जेमति हमें कहिले कि क्लास पावर एंड स्टेटस। यही सब आधार गुडी को आमे साधारणतः समाजर विवर्तन आधार गुडी को गठित होइछि किंबा एटा विवर्तित हेई चलिछि।
ଆପଣଙ୍କର ନ୍ୟାଚୁରାଲ ଇନଇକ୍ୱାଲିଟିଜ କିମ୍ବା ନ୍ୟାଚୁରାଲ ବେସିସ୍ ତାହା ହୁଏତ ବିବର୍ତ୍ତିତ ହେଇନପାରେ, କିନ୍ତୁ ସେମାନଙ୍କର ପ୍ରକାରରେ ଚେଞ୍ଜ ହେଇନପାରେ, ଏଜ୍ ସେକ୍ସ ଆଣ୍ଡ କଲର ଫର୍ମରେ ଚେଞ୍ଜ ହେଇନପାରେ, କିନ୍ତୁ କାଷ୍ଟ, କ୍ଲାସ, ପାୱାର ଏଣ୍ଡ ଷ୍ଟାଟସ୍ ସେହି ତିନୋଟି ଆଧାରରେ ବହୁତ ଚେଞ୍ଜ ଆସିଛି କିମ୍ବା ବହୁତ ପରିବର୍ତ୍ତନ ଆସିଛି। ଆମେ ଯେମିତି ଏବେ ହିଁ ଆଲୋଚନା କରୁଥିଲେ ଯେ କ୍ଲାସ, ଗୋଟେ ପ୍ରିମିଟିଭ ସୋସାଇଟିରେ କ୍ଲାସ ହୁଏତ ଆମେ ଦେଖିପାରିବା ନାହିଁ, କିମ୍ବା ଗୋଟେ କ'ଣ କୁହନ୍ତି ଗୋଟେ ଇଣ୍ଡଷ୍ଟ୍ରିଆଲ ସୋସାଇଟିରେ ଆମେ କ୍ଲାସ ଦେଖିପାରୁଛେ। ତେଣୁକରି ଏଇ କ୍ଲାସ ଆଧାର କିମ୍ବା ଗୋଟେ ଆମେ ଯେତେବେଳେ କହୁଛେ ଗୋଟେ ଶ୍ରେଣୀ ଆଧାର, ଏଇଟା ସମାଜ ଯେତେବେଳେ ଧୀରେ ଧୀରେ ବିବର୍ତ୍ତିତ ହେଇ ଆସୁଛି, ଆମେ ଏଇ ଆଧାରର ବିବର୍ତ୍ତନ, ଏଇ ଆଧାରର ମଧ୍ୟ ବିବର୍ତ୍ତନ ଆମେ ଦେଖୁଛେ। ତେଣୁକରି ଆମେ ଯଦି ସ୍ତରୀକରଣର ଆଧାର ଗୁଡ଼ିକୁ ଆମେ ଆଲୋଚନା କରିବା, ତାହେଲେ ଆମେ ଦୁଇଟା ପ୍ରକାରର ଆମେ ଆଧାର ବିଭକ୍ତ କଲେ, ଗୋଟେ ହେଉଛି ଆମର ନ୍ୟାଚୁରାଲ ଇନଇକ୍ୱାଲିଟିଜ କିମ୍ବା ଆମର ପ୍ରାକୃତିକ ଭିନ୍ନତା, ଆଉ କିଛିଟା ଆମର ସୋସିଆଲ ଇନଇକ୍ୱାଲିଟିଜ ରହିଲା, ଯୋଉଟାକି ଆମର କ'ଣ କହନ୍ତି ସାମାଜିକ ଭିନ୍ନତାକୁ ନେଇକି ଆମେ ସ୍ତରୀକରଣ ବ୍ୟବସ୍ଥା ଆମେ ଆଣିଥାଉ। ଆମେ ପ୍ରଥମେ ଆମେ ଏବେ ଆଲୋଚନା କରିବା, ପୂର୍ବରୁ ମଧ୍ୟ ଆମେ ଆଲୋଚନା କରିଥିଲେ କ୍ଲାସ, ଏହା ଆମର ସ୍ତରୀକରଣ ବ୍ୟବସ୍ଥାର ମଧ୍ୟ ଏଇଟା ଗୋଟେ ପ୍ରଥମ ଆଧାର ଥିଲା। ପ୍ରଥମ ଆଧାର ଯେତେବେଳେ ଆମେ ସମାଜକୁ ବିଭିନ୍ନ ବର୍ଗରେ ଆମେ ବିଭକ୍ତ କରିଥାଉ, ସମାଜର ସେହି ବର୍ଗର ଅର୍ଥନୈତିକ ପୋଜିସନକୁ ନେଇକି କିମ୍ବା କେତିକି ଧନ କିମ୍ବା କେତିକି ସମ୍ବଳ ସେମାନେ ରଖିଛନ୍ତି, ସେମାନଙ୍କର ଚାଲିଚଳନି କୋଉ ପ୍ରକାରର, ଖାଦ୍ୟପେୟ ବ୍ୟବସ୍ଥା ଏବଂ ଆପଣଙ୍କର ପିନ୍ଧା ଶୈଳୀ। ତେଣୁକରି ଆମେ ଗୋଟେ ମନୁଷ୍ୟକୁ କିମ୍ବା ଗୋଟେ ବ୍ୟକ୍ତିକୁ ଆମେ ଦେଖି ଯଦି ଆମେ ଅବଜର୍ଭ କରୁଛେ, ତାହେଲେ ଆମେ ନିହାତି ଭାବରେ ଆମେ ଜାଣିପାରିବା ଯେ ସେ କୋଉ ଶ୍ରେଣୀକୁ ବିଲଙ୍ଗ କରୁଛନ୍ତି କିମ୍ବା କୋଉ ଶ୍ରେଣୀର ସେ ଭୁକ୍ତ। ତେଣୁକରି ଇକୋନୋମିକ ଡିଫରେନ୍ସିଏସନ କିମ୍ବା ଅର୍ଥନୈତିକ ଭିନ୍ନତା ସାଧାରଣତଃ ଆମକୁ ବହୁତ ସହଜରେ ସମୂହକୁ, ବ୍ୟକ୍ତି ବିଶେଷକୁ ଅଲଗା କରିବାରେ ସାହାଯ୍ୟ କରିଥାଏ। ଏବଂ ଆମେ ପୂର୍ବରୁ ମଧ୍ୟ ଆଲୋଚନା କରିଥିଲେ, ଯେତେବେଳେ ସମାଜରେ ଏହି ଅର୍ଥନୈତିକ ଯେମିତି ୱେଲ୍ଥ ଆମେ କହିଲେ କିମ୍ବା ଅର୍ଥନୈତିକ ପୋଜିସନ୍ସ ଆମେ କହିଲେ, ଧନ ଆମେ କହିଲେ, ଯେତେବେଳେ ଧନ ଉପାର୍ଜନର ମାଧ୍ୟମ ବଦଳି ବଦଳି ଆସିଛି, ଆମେ ପୂର୍ବରୁ ବି ଆଲୋଚନା କରିଥିଲେ, ସମାଜ ମଧ୍ୟ ବଦଳି ଆସିଛି। ଆମେ ସେହି ଉଦାହରଣ ନେଇଥିଲେ, ଗୋଟେ ପ୍ରିମିଟିଭ ସୋସାଇଟି ଟୁ ଗୋଟେ ଇଣ୍ଡଷ୍ଟ୍ରିଆଲ ସୋସାଇଟି। ମୋଡ ଅଫ ପ୍ରଡକ୍ସନ ଚେଞ୍ଜ ଆସିଲା ପରେ ଆମର ସୋସାଇଟିର ଚେଞ୍ଜ ମଧ୍ୟ ଆସିଲା। ଆମେ ସେମିତି ଦେଖୁଥିଲେ ଗୋଟେ ହଣ୍ଟିଂ ଗ୍ୟାଦରିଂ ସୋସାଇଟି ଏବଂ ଫର୍ମ ଅଫ ଷ୍ଟ୍ରାଟିଫିକେସନ, ଫର୍ମ ଅଫ କ୍ଲାସ ଏବଂ ଆମର ମୋଡ ଅଫ ପ୍ରଡକ୍ସନ, ଗୋଟେ ଆଡଭାନ୍ସ ଟେକ୍ନୋଲୋଜି, ଗୋଟେ ଜଟିଳ ପ୍ରୌଦ୍ୟୋଗିକ ବିଦ୍ୟା ଆସିଲା ପରେ ଆମେ ସୋସାଇଟିର ଷ୍ଟ୍ରକ୍ଚର କିମ୍ବା ତାର ଷ୍ଟ୍ରାଟିଫିକେସନ ସିଷ୍ଟମ ମଧ୍ୟ ବଦଳିବାରେ ଲାଗିଲା। ତେଣୁକରି ପରିବର୍ତ୍ତିତ ସମାଜରେ ଯୋଉଠି ପ୍ରୌଦ୍ୟୋଗିକ ବିଦ୍ୟା ବହୁଳ ଭାବରେ ବ୍ୟବହୃତ ହଉଛି, ଆମେ ସେହି ଜାଗାରେ ଦେଖିବା ଗୋଟେ ଶ୍ରେଣୀ ବ୍ୟବସ୍ଥା ବହୁଳ ଭାବରେ ଗୋଟେ ସ୍ତରୀକରଣର ମାଧ୍ୟମ ହିସାବରେ କିମ୍ବା ଆଧାର ହିସାବରେ ବ୍ୟବହୃତ ହେଇଥାଏ। ସେଇଟା ଆମକୁ ବହୁତ ସହଜରେ ମିଳି ଯାଇଥାଏ ଯେତେବେଳେ ଆମେ ଗୋଟେ ସମାଜର ବ୍ୟକ୍ତି ବିଶେଷକୁ ଆମେ ଅଲଗା କରିବାକୁ ଚାହୁଁ କିମ୍ବା ଆମେ ଗୋଟେ କ୍ରମରେ ଆମେ ସଜେଇବାକୁ ଚାହୁଁ, ଆମେ ବହୁତ ସହଜରେ ଆମେ ସେହି ଅର୍ଥନୈତିକ ଭିନ୍ନତା ଆମେ ଗୋଟେ ଆଧାର ହିସାବରେ ନେଇଥାଉ। ଏମାନଙ୍କର ଚାଲିଚଳନି ଟିକେ ଭିନ୍ନ ଅଛି, ଏମାନଙ୍କର ଚାଲିଚଳନି ଟିକେ ଅଲଗା ଅଛି, ଶ୍ରେଣୀ ବ୍ୟବସ୍ଥା ଆମେ ଦେଖିଥାଉ। ଏବଂ ଯଦି ଆମେ ଇକୋନୋମିକ ସିଷ୍ଟମରେ ଆମେ ଦେଖିବା ଯେ ଗୋଟିଏ ସମାଜରେ ଯାହା ପାଖରେ ଅଧିକ ଧନ ରହିଲା, ପୋଜିସନ ରହିଲା କିମ୍ବା ପାୱାର ଅଫ ପୋଜିସନ ରହିଲା, ଆବିଲିଟି ଟୁ ପୋଜେସ୍, ସେମାନେ ସାଧାରଣତଃ ଉଚ୍ଚ ସ୍ତରରେ ରହିଥାନ୍ତି ସ୍ତରୀକରଣ ବ୍ୟବସ୍ଥାରେ। ଯେମିତି ଆମେ କହିଲେ କି ଇଣ୍ଡଷ୍ଟ୍ରିଆଲ ଉଦ୍ୟୋଗପତିର ଯୋଉମାନେ ରହିଲେ, କିମ୍ବା ଆମେ ଯଦି କହିପାରିବା କି ବ୍ୟୁରୋକ୍ରାଟ୍ସ, ସେମାନଙ୍କ ପାଖରେ ଅଧିକ ଧନ ସଞ୍ଚିବାର ମାଧ୍ୟମ ଅଛି କିମ୍ବା ସେମାନଙ୍କ ପାଖରେ ଅଧିକ ଧନ ରହିଲା, କିମ୍ବା ଆମେ ଗୋଟେ କହିପାରିବା ଜଣେ ନେତା ଆମେ କହିପାରିବା, ହୁଏତ ତାଙ୍କ ପାଖରେ କିଛି ଧନ ରହିଛି କିମ୍ବା ମାଧ୍ୟମ ତାଙ୍କ ପାଖରେ ଅଛି, ସେମାନେ ଅଧିକ ଧନ କରିପାରିବେ। ସେହି ବ୍ୟକ୍ତି ବିଶେଷ ମାନେ କିମ୍ବା ସେହି ସମୂହ ଉଚ୍ଚ ସ୍ତରରେ ରହିଥାନ୍ତି।
जो व्यक्ति किंबा समूह को पाखरे धन कम थाए संबल कम थाए किंबा सेमानक पाखरे उपलब्धि करिवार क्षमता कम थाए सेमानकर स्तरीकरण व्यवस्था रे सेमानकर स्तर तले रही था किंबा नीचरे रही था आमे जेमती कहले एबे आमे उदाहरण दउथिले सफाई कर्मचारी किंबा जणे श्रमिक आमे देखिले सेमानक पाखरे अर्थ उपार्जन करिवार धन उपार्जन करिवार माध्यम किंबा स्किल आमे जहा कहूचे एबिलिटी आमे जहा कहूचे सेमना पाखरे कम अछि तेणु करी पोजीशन तांको पाखरे वेल्थ पोजीशन किंबा इकोनॉमिक रिसोर्सेस पोजीशन तांको पाखरे कम रही तेणु करी समाज रे स्तरीकरण व्यवस्था रे क्लास स्तरीकरण किंबा क्लास श्रेणी स्तरीकरण व्यवस्था रे सेमानकर स्तर तळे रही थे एवं यही गोटे श्रेणी व्यवस्था रे जेतु अर्थनीति धन किंबा आपणकर धन उपार्जन माध्यम गोटे मुख्य आधार होता है स्तरीकरण पाई मुख्य नियम किंबा मुख्य गोटे प्रिंसिपल होता है तेणुकर आम सब बड़े देखुचे हायर एंड लोअर धनर परिणाम परिमाण को लेकिन आम परिस्थिति को आम सजेबारे लगी था किए ऊपर रहिबो किए तळे रहिबो किंबा कहार पावर कहार विशेष अधिकार प्रिविलेजेस किंबा बेनिफिट जहाँ आम कहूचे किसी अधिकार किंबा किसी आपणकर जदि अधिक किसी बेनिफिट्स आपन को मिलूची सेटा निहाती भाव से ही अनुसार परिमाणटा कमी जाए किंबा बढ़ी जाए आम जमी देखिले कि श्रमिक श्रेणी व्यक्ति मान पाखरे धनर पोजिशन किंबा धनर पोजिशन कम अच्छी तेणुकरी पाखरे स्टेटस प्रिविलेजेस एंड बेनिफिट्स विशेष अधिकार सम्मान एवं क्षमता तांको पाखरे कम अच्छी से माने कम एक्सेस करि पारे से माने कम सम्मानर अधिकारी ही थांती जेहेतु से माने क्लास सिस्टम रे तळ श्रेणी रे से माने रही थांती कि आमे समाज रे सही प्रकारर गोटे अर्थ किंबा सही प्रकारर गोटे व्यवस्था आमे सृष्टि करिछि गोटे मीनिंग सही स्टेटस आमे सही अनुसार डिराइव करछे तेणु करी तांकर तांको स्तर तळ हिसाब रे रही थाए आमे जदि आउ गोटे आधार आमे आलोचना करूछे जहा होचे आमे पूर्वरु मध्ये आलोचना करथिले पावर आमे पूर्व आलोचना रे गोटे गोटे थर्ड प्रिंसिपल ऑफ सोशल स्ट्रेटिफिकेशन आमे करथिले गोटे स्तरीकरण व्यवस्था रे एटा गोटे माध्यम किंबा आधार आमे कहिथिले जिते बेले आमे पावर को आमे डिस्कशन करूथिले आमे पूर्वरु तार मीनिंग किंबा तार अर्थ आमे आलोचना करथिले जिते बेले कोनसी व्यक्ति विशेष किंबा कोनसी परिस्थिति अन्य एक परिस्थिति को प्रभावित करिथाय किंबा प्रभावित करिवार क्षमता रही थाए किंबा सोसाइटी समाज ताको सही अनुमति देई थाए ताहले आमे सही व्यक्ति पाखरे किंबा सही परिस्थिति पाखरे पावर अछि किंबा क्षमता अछि बोली आमे कहि था अन्य व्यक्ति विशेष किंबा अन्य परिस्थितिर विचार तार कर्म किंबा तार जहाँ आमे कहूचे रोल को जदि आमे अफेक्ट करि पारुछे ताहले आमे पावर सही परिस्थितिर पावर अछि बोली आमे कहूचे तेणु करी बेले बेले सही प्रभावित करिबा जो परिस्थिति किंबा जो व्यक्ति विशेष को आमे प्रभावित करूछे ता इच्छा विरुद्ध रे भी हेई थाई पारे किंतु सेमाने सही परिवर्तन को सेमाने ग्रहण करिथांते जेहेतु तळ स्तर रे रहिथांते जेतेबेला आमे कहूचे गोटे पावर किंबा क्षमता आपन को परिस्थितिर आधार प्रदान करि थाए सेतेबेला आमे देखुचे समाज रे जो परिस्थिति गुडी को रहिला सही परिस्थिति को सजेइबारे आमे ऊपर तळ किंबा आगो पछ जेतेबेला आमे सजौचे जो माने आगरे रहिले किंबा जो माने ऊपर रहिले सेमाने साधारणतः तळ किंबा पछर परिस्थिति को सेमाने बदलैबाको सेमाने चेष्टा करि पारिथांते किंबा तांको प्रभावित करि पारिथांते सही अनुमति समाज तांको देई थाए तेणु करी आमे पूर्वरु मध्य तार गोटे उदाहरण देइथिले स्टेट किंबा सरकार आमे कहिथिले जेतेबेले
ବ୍ୟକ୍ତି ସମୂହ କିମ୍ବା ସମାଜରେ ସମସ୍ତେ ସେହି ପରିସ୍ଥିତିର କ୍ଷମତା କିମ୍ବା ଯାହାକୁ ଆମେ କହୁଛେ ଇନଷ୍ଟ୍ରକ୍ସନ୍ କିମ୍ବା ତାର ରୋଲ୍ ପ୍ଲେଙ୍କୁ ସେମାନେ ଆକ୍ସେପ୍ଟ କରିଥାନ୍ତି, ଗ୍ରହଣ କରିଥାନ୍ତି, ସେତେବେଳେ ସେଇଟା ଲେଜିଟମାଟାଇଜ ହେଇଯାଏ ଯେ ହଁ ଆମେ ଏହି ପରିସ୍ଥିତିକୁ ଆମେ ଉପର ସ୍ତରରେ ଆମେ ରଖୁଛୁ କିମ୍ବା ସେମାନେ କ୍ଷମତା ସେମାନେ ପ୍ରଣୟନ କରିପାରିବେ, ତାଙ୍କ ପାଖରେ କ୍ଷମତା ରହିପାରିବ। ଯେମିତି ଏବେ ଆମେ ଆମେ ଗ୍ରହଣ କରିଛେ ଯେ କମ୍ୟୁନିଟି, କାଷ୍ଟ, କ୍ଲାସ୍ କିମ୍ବା ଆପଣଙ୍କର ସେକ୍ସ, କଲର ଆଣ୍ଡ ଏଜ୍ ସବୁଠାରୁ ଆଗରେ ଆପଣଙ୍କର ଷ୍ଟେଟ୍ ରହିଲା। ତେଣୁକରି ଆମେ ତାହାକୁ ଗ୍ରହଣ କରିଛେ, ସମାଜ ତାହାକୁ ଗ୍ରହଣ କରିଛେ କିମ୍ବା ଯଦି ଆମେ ଗୋଟେ ଗ୍ରାମ୍ୟ ସମାଜରେ ଆମେ ଦେଖୁଛେ ସବୁ ବିଭିନ୍ନତା କିମ୍ବା ସବୁ ଆଧାର ସ୍ତରୀକରଣର ଆଧାରକୁ ଯଦି ଛାଡ଼ିକି ଆମେ ଗ୍ରାମ ପଞ୍ଚାୟତ କିମ୍ବା କାଷ୍ଟ ପଞ୍ଚାୟତ ଆମେ ଗୋଟେ ମୁଖ୍ୟ ଆଧାର ଆମେ ଦେଖୁଛେ ସ୍ତରୀକରଣର, ଏବଂ ସେହି ପଞ୍ଚାୟତ ସେହି ଇନଷ୍ଟିଟ୍ୟୁସନ ଗୋଟେ ଅନୁଷ୍ଠାନକୁ ଆମେ ପାୱାର ଇମ୍ପ୍ଲିମେଣ୍ଟ କରିବାର ଗୋଟେ ମାଧ୍ୟମ କିମ୍ବା ଗୋଟେ ଇନଷ୍ଟିଟ୍ୟୁସନ ହିସାବରେ ଆମେ ଗ୍ରହଣ କରିଛେ। ତେଣୁ ସେଟା ଲେଜିଟମାଟାଇଜ ହେଇଯାଏ, ସେଟା ଅଥରିଟିକୁ ପରିଣତ ହେଇଯାଏ। ସେମାନେ କିଛି କ୍ଷମତାର ଅଧିକାରୀ ରହିବେ ଏବଂ ସେମାନେ କିଛିଟା ଇନଷ୍ଟ୍ରକ୍ସନ ଆମକୁ ଦେଇପାରେ ଯେଉଁମାନେ ତଳ ସ୍ତରରେ କିମ୍ବା ପର ସ୍ତରରେ ସେମାନେ ରହିବେ। ତେଣୁକରି ସରକାରଙ୍କର ବ୍ୟବସ୍ଥା କିମ୍ବା ସରକାରିକ ଢାଞ୍ଚା ଆମେ ଯଦି ଆଲୋଚନା କରିବା ତାହେଲେ ଆମେ ଜାଣିପାରିବା ଯେ କ'ଣ କୁହନ୍ତି ପାୱାରର ଆକ୍ସନ କିମ୍ବା ପାୱାରର ପ୍ରିଭିଲେନ୍ସ କେମିତି ରହିଛି, ସମାଜରେ ପାୱାର କେମିତି କାମ କରିଛି। ଆମେ ଗୋଟେ ଉଚିତ ଉଦାହରଣ ଆମେ ପାଇପାରିବା। ଯେମିତି ଆମେ କହୁଥିଲେ ପୂର୍ବ ଆଲୋଚନାରେ ଆମେ ଆଲୋଚନା କରିଥିଲେ ଯେ ସ୍ୱାଧୀନତା ପରେ ପରେ ଆମେ ଜାତି ବ୍ୟବସ୍ଥା ସମ୍ବିଧାନ ଅଗ୍ରାହ୍ୟ କରିଥିଲା ଯେ ଜାତି ବ୍ୟବସ୍ଥା ଆମର ଆଧାର ହେଇକି ରହିବ ନାହିଁ ଯେତେବେଳେ ଆମେ ସାମାଜିକ, ଅର୍ଥନୈତିକ କିମ୍ବା ଅନ୍ୟ କୌଣସି ପ୍ରକାରର ଆମେ ନୀତି ପ୍ରଣୟନ କରୁଛେ, ଆମେ ଜାତି ବ୍ୟବସ୍ଥାକୁ ଆମେ ରେଫର କରିବୁ ନାହିଁ। ତେଣୁକରି ସେଇଟା ସରକାର କିମ୍ବା ଗୋଟେ ସମ୍ବିଧାନର ଗୋଟେ ନୀତି ରହିଲା, ଆମେ ତାହାକୁ ଗ୍ରହଣ କରିଥିଲା। ତ ଷ୍ଟେଟ୍ ଯାହା ପ୍ରଣୟନ କରିଥିଲା, ସରକାର ଯାହା ପ୍ରଣୟନ କରିଥିଲା ଆମେ ତାହାକୁ ଗ୍ରହଣ କରିଥିଲେ ଏବଂ ଆମେ ପରେ ବି ମଧ୍ୟ ଦେଖୁଛେ ଯେ ସେହି ଜାତି ବ୍ୟବସ୍ଥା ସ୍ୱାଧୀନତା ପରବର୍ତ୍ତୀ ସମାଜରେ ଆମେ ଦେଖୁଛେ ତାହା ସେହି ଜାତି ବ୍ୟବସ୍ଥାକୁ ରେକଗ୍ନାଇଜ କରିଛେ, ତାକୁ ଗୋଟେ ମାନ୍ୟତା ଦେଇଛି। ହଁ କିଛିଟା ଜାତି ବ୍ୟବସ୍ଥା ସମ୍ବିଧାନରେ ରେକଗ୍ନାଇଜ ହେଇଛନ୍ତି ଯେଉଁମାନେ କି କିଛି ବିଶେଷ ଅଧିକାର ପାଇବେ, ଯେମିତି ଆମେ କହିଲେ କି ରିଜର୍ଭେସନ ଆମେ କହିଲେ ସେମାନଙ୍କର ସମାଜରେ ପ୍ରତ୍ୟେକ ପଲିଟିକାଲ ଇନଷ୍ଟିଟ୍ୟୁସନ୍ସ କିମ୍ବା ଏଜୁକେସନାଲ ଇନଷ୍ଟିଟ୍ୟୁସନ୍ସରେ ସେମାନଙ୍କର ରିଜର୍ଭେସନ ରହିବ ଏବଂ ଆମେ ତାହାକୁ ମଧ୍ୟ ଆମେ ଗ୍ରହଣ କରୁଛେ। ତ ପ୍ରୋଟେକ୍ଟିଭ ଡିସ୍କ୍ରିମିନେସନ ଯଦି ଆମେ ଦେଖିବା, ଯଦି ଷ୍ଟେଟ୍ କହୁଛି ପ୍ରୋଟେକ୍ଟିଭ ଡିସ୍କ୍ରିମିନେସନ ରହିବ ସେହି କାଷ୍ଟକୁ ନେଇକି, ତାହେଲେ ଆମେ ତାହାକୁ ଗ୍ରହଣ କରୁଛେ। ତେଣୁକରି ପାୱାର ଏମିତି ଏକ ମାଧ୍ୟମ କିମ୍ବା ଏମିତି ଏକ ଆଧାର ଯାହାକୁ ନେଇକି ଆମେ ସମାଜରେ ବହୁତ ଭାବରେ ଆମେ ଗୋଟେ କଣ୍ଟ୍ରୋଲ ଆଣିଥାଉ। ସ୍ତରୀକରଣ ବ୍ୟବସ୍ଥାରେ ଆମେ ବହୁତ ଗୁଡ଼ିଏ କାର୍ଯ୍ୟ ଆମେ କରେଇ ପାରିଥାଉ। ଉପର ଅଧିକାରୀ କିମ୍ବା ଉପର ସ୍ତର, ଉପର ପରିସ୍ଥିତି ତଳ ପରିସ୍ଥିତିକୁ କିପରି ଭାବରେ ପ୍ରଚଳିତ କରିପାରିବେ, ପାୱାର ସେଇ ପ୍ରକାରର ଆଧାର ଆମକୁ ପ୍ରଦାନ କରିଥାଏ ଯେ ଏହି ସ୍ତରୀକରଣ ବ୍ୟବସ୍ଥାରେ କିଛିଟା ବ୍ୟବସ୍ଥା ରହିବ, କିଛିଟା ଇନଷ୍ଟିଟ୍ୟୁସନ୍ସ କିମ୍ବା ଢାଞ୍ଚା ରହିବ ଏବଂ କିଛିଟା ଆପଣଙ୍କର ଅନୁଷ୍ଠାନ ରହିବ ଏବଂ ପ୍ରତ୍ୟେକ ଅନୁଷ୍ଠାନ, ଢାଞ୍ଚା ଏବଂ ବ୍ୟବସ୍ଥାରେ ଆପଣଙ୍କର ପ୍ରସ୍ଥିତି କିମ୍ବା ଷ୍ଟାଟସ୍ ରହିବ। ପ୍ରତ୍ୟେକ ଷ୍ଟାଟସ୍ର କିପରି ଭାବରେ ବିଭିନ୍ନ ପ୍ରକାରର କ୍ଷମତା ରହିବ ସେଟା ସମାଜ ଆମକୁ ଦେଇଥାଏ। ଯେମିତି ଆମେ କହିଲେ ଯେ ଏହି ଆଧାର ଗୁଡ଼ିକ ସମାଜରେ ଏଗୁଡ଼ା ଉତ୍ପତ୍ତି ହେଇଛି। ତେଣୁକରି ମେନ୍ ଆଣ୍ଡ ୱୁମେନ୍ ମାନଙ୍କର ଷ୍ଟାଟସ୍, ତାଙ୍କର ପାୱାର ସମାଜ ପ୍ରଦାନ କରିଛି। ଗୋଟେ ପୁରୁଷ କେତିକି କ୍ଷମତା ରଖିବ କିମ୍ବା ଗୋଟେ ନାରୀ କେତିକି କ୍ଷମତା ରଖିପାରିବ କିମ୍ବା କେତିକି କ୍ଷମତା ତାକୁ ଦିଆଯାଇଛି, ସେଟା ସମାଜ ହିଁ ନିର୍ଦ୍ଧାରଣ କରିଛି।
ତେଣୁକରି ସମାଜରେ ଆମେ ଯେତେବେଳେ ଦେଖୁଛେ ସମାଜକୁ ପ୍ରଚଳିତ କରିବା ପାଇଁ କିମ୍ବା ତାକୁ କଣ୍ଟ୍ରୋଲକୁ ଆଣିବା ପାଇଁ ପାୱାର ସ୍ତରୀକରଣ ବ୍ୟବସ୍ଥାରେ ମୁଖ୍ୟ ଆଧାର ଗୋଟେ ପ୍ରଦାନ କରିଥାଏ ଯେ ଆମେ ପ୍ରତ୍ୟେକ ସ୍ତରୀକରଣ ବ୍ୟବସ୍ଥାକୁ ଗୋଟେ ବହୁତ ସୁରୁଖୁରୁ ଭାବରେ ଆମେ ଚଳେଇ ପାରିଥାଉ କିମ୍ବା ତାକୁ ବହୁତ ସ୍ମୁଥଲି ଆମେ ଫଙ୍କସନ୍ କରେଇ ପାରିଥାଉ ବିକଜ ଅଫ୍ ପାୱାର। ଯେହେତୁ ପାୱାର ଅଛି ଆମେ ବହୁତ ଭଲ ଭାବରେ ତାକୁ ଚଳେଇ ପାରିଥାଉ। ଆମେ ଯଦି ଆଉ ଗୋଟେ ଆଧାର ଦେଖିବା ପୂର୍ବରୁ ବି ମଧ୍ୟ ଆମେ ଆଲୋଚନା କରିଥିଲେ ଯୋଉଟା ଆମେ କହୁଥିଲେ କି ଷ୍ଟାଟସ୍ କିମ୍ବା ପ୍ରସ୍ଥିତି। ଆମେ ୟା ଉପରେ ଆମେ ପୂର୍ବରୁ ବହୁତ ଭାବରେ ଆଲୋଚନା କରିଥିଲେ ଯେମିତି ଆମେ କହିଥିଲେ କି ଜାତି ବ୍ୟବସ୍ଥା କିପରି ଆମକୁ ଗୋଟେ ଭଲ ଉଦାହରଣ ଦେଉଛି ଯେ ବିଭିନ୍ନ ପରିସ୍ଥିତି ସହିତ କିପରି ଭାବରେ ଆମର ବିଭିନ୍ନ ପ୍ରକାରର ପ୍ରେଷ୍ଟିଜ୍ ପ୍ରିଭିଲେଜେସ୍ ଆଣ୍ଡ ଆପଣଙ୍କର ବେନିଫିଟ୍ସ ରହିଛି। ପ୍ରତ୍ୟେକ ସମାଜରେ ଯେଉଁ ପରିସ୍ଥିତି ରହିଛି ତାକୁ ନେଇକି ଆମେ ସ୍ତରୀକରଣ ବ୍ୟବସ୍ଥା କରୁଛି ଏବଂ ସବୁ ଷ୍ଟାଟସ୍ର ପ୍ରେଷ୍ଟିଜ୍ ପ୍ରିଭିଲେଜେସ୍ ଆଣ୍ଡ ବେନିଫିଟ୍ସ ଅଲଗା ହିସାବରେ ରହିଛି ଏବଂ ଆମେ ପୂର୍ବରୁ ମଧ୍ୟ ଆଲୋଚନା କରିଥିଲେ ଯେ କେମିତି ଆଚିଭ୍ ଷ୍ଟାଟସ୍ ରହୁଛି ଆଣ୍ଡ କେମିତି ଆସ୍କ୍ରାଇବ୍ ଷ୍ଟାଟସ୍ ରହିଛି। କାଷ୍ଟ ଆମେ ଗୋଟେ କହୁଥିଲେ କି ଆସ୍କ୍ରାଇବ୍ ଷ୍ଟାଟସ୍ କହୁଥିଲେ, ଏଜ୍ ସେକ୍ସ ଆଣ୍ଡ କଲର୍ ଆମେ ତାହାକୁ ମଧ୍ୟ ଗୋଟେ ଆସ୍କ୍ରାଇବ୍ ଷ୍ଟାଟସ୍ ହିସାବରେ ନେଉଥିଲେ ଏବଂ କ୍ଲାସକୁ ଆମେ ଆଚିଭ୍ ଷ୍ଟାଟସ୍ ହିସାବରେ ନେଉଥିଲେ କିମ୍ବା ଯୋଉଟା ଆମେ କହୁଥିଲେ କି ଆପଣଙ୍କର ଡକ୍ଟର ହେବା କିମ୍ବା ଗୋଟେ ଅର୍ଥନୀତି ଗୋଟେ ଶ୍ରେଣୀ ବ୍ୟବସ୍ଥାର ଗୋଟେ ଶ୍ରେଣୀରେ ଆପଣ ଯାଉଛନ୍ତି କିମ୍ବା ଆପଣ ଗୋଟେ ଅନୁଷ୍ଠାନ କିମ୍ବା ଜାତୀୟ ଅନୁଷ୍ଠାନ କିମ୍ବା ଆପଣ ଯଦି କହୁଛନ୍ତି ଗୋଟେ ସ୍ୱୟଂ ସହାୟକ ଗୋଷ୍ଠୀରେ କିମ୍ବା ଗୋଟେ କୌଣସି ଗୋଟେ ଏନଜିଓରେ ଆପଣ ଯଦି ମେମ୍ବରସିପ୍ ନେଉଛନ୍ତି ସେଟା ଆପଣ ଉପଲବ୍ଧି କରୁଛନ୍ତି। ତେଣୁକରି ଦୁଇ ପ୍ରକାରର ଆମେ ପରିସ୍ଥିତି ଆମେ ସାଧାରଣତଃ ଆଲୋଚନା କରିଥିଲେ, ଗୋଟେ ଆଚିଭ୍ଡ ଆଣ୍ଡ ଗୋଟେ ଆସ୍କ୍ରାଇବ୍ ଷ୍ଟାଟସ୍ ଆମେ ଆଲୋଚନା କରିଥିଲେ। ଏବଂ ଯଦି ଆମେ ଅନ୍ୟ ଆଧାର ଗୁଡ଼ିକ ଦେଖିବା ସ୍ତରୀକରଣ ଆମେ ଦେଖିପାରିବା ଏଜ୍ ସେକ୍ସ ଆଣ୍ଡ କଲର୍ ଆମେ ଦେଖିପାରିବା ବୟସ ଲିଙ୍ଗ ଏବଂ ବର୍ଣ୍ଣ ଶାରୀରିକ ବର୍ଣ୍ଣ ଏବଂ ଆଉ ଗୋଟିଏ ଆଧାର ହେଉଛି ଆପଣ ଜାତୀୟତା। ଯଦି ଏଜ୍କୁ ନେଇକି ଆମେ ସ୍ତରୀକରଣ ବ୍ୟବସ୍ଥା ସମାଜରେ ଦେଖିବା ଆମେ ଯେମିତି ପୂର୍ବରୁ ଆଲୋଚନା କରିଥିଲେ ସମାଜର ଯେତେବେଳେ ଉତ୍ପତ୍ତି ହେଇଥିଲା ଏତେ ଜଟିଳ ସମାଜ ନଥିଲା, ସରଳ ସମାଜ ଥିଲା, ସିମ୍ପଲ ସୋସାଇଟିରେ ଆମେ ଦେଖୁଥିଲେ ଏଜ୍ ଗୋଟେ ମୁଖ୍ୟ ଆଧାର ହୋଇଥାଏ ସ୍ତରୀକରଣ ବ୍ୟବସ୍ଥା ପାଇଁ। ଆମେ ସେଇ ଉଦାହରଣ ଦଉଥିଲେ। ଏଇଟା ସାଧାରଣତଃ ଆମର ଆଦିବାସୀ ସମାଜରେ ଏଜ୍କୁ ନେଇକି ସ୍ତରୀକରଣ କରିବା ବହୁତ ବହୁତ ସାଧାରଣ ଭାବରେ ପ୍ରଚଳିତ ହୋଇଥାଏ। ଯେମିତି ଆମେ ଦେଖିଥିଲେ କି ବୟସକୁ ନେଇକି ସେମାନେ ଶ୍ରମ ବିଭାଜନ କରିଥାନ୍ତି ଯେ ଗୋଟିଏ ବୟସ ଏମାନେ ଏଇ ଗୋଟିଏ ପ୍ରକାରର କାମ କରିବେ, ଆଉ ଗୋଟିଏ ବୟସ ସେମାନେ ଆଉ ଗୋଟିଏ ପ୍ରକାରର କାମ କରିବେ ଏବଂ ତାଠୁ ଉପର ବୟସ ଯେମିତି ଆମେ କହିଲେ କିଶୋର ଗୋଟିଏ କାମ କରିବ, ଯୁବକ ଗୋଟିଏ କାମ କରିବ, ବୟୋଜ୍ୟେଷ୍ଠ ବ୍ୟକ୍ତି ଆଉ ଗୋଟିଏ କାମ କରିବ। ତେଣୁକରି ସେମାନେ ବୟସକୁ ନେଇକି ସମାଜର ସ୍ତରୀକରଣ ବ୍ୟବସ୍ଥା ସେମାନେ କରିଥାନ୍ତି ଏବଂ ବୟସକୁ ନେଇକି ସେମାନେ ଷ୍ଟାଟସ୍ ପ୍ରିଭିଲେଜେସ୍ ଆଣ୍ଡ ବେନିଫିଟ୍ସ ସେମାନେ ଆଟାଚ୍ କରିଥାନ୍ତି, ତାହା ସହିତ ସେମାନେ ଜଡ଼ିତ କରିଥାନ୍ତି। ଯେମିତି ଆମେ ଜାଣିଥିବା ପ୍ରତ୍ୟେକ ସମାଜରେ ଯଦି ଆମେ ଭାରତୀୟ ସମାଜ କଥା ଆମେ ଦେଖିବା ଯେ ଯେତେବେଳେ କିଶୋର ଅବସ୍ଥା ଆମର ଆସେ ସେତେବେଳେ ହୁଏତ ଆମର କିଛି କିଛି ସମାଜରେ ଆମେ ଦେଖିବା କିଛିଟା ସେରିମୋନିଜ୍ ହୁଏ, ପ୍ୟୁବର୍ଟି ସେରିମୋନିଜ୍ ଆମେ ଦେଖିଥିବା କିଛିଟା ସମାଜରେ ହେଇଥାଏ। ତେଣୁକରି ଏଇ ଆଦିବାସୀ ସମାଜରେ ଆମେ ଯଦି ଦେଖିବା କିଶୋର ଅବସ୍ଥାରୁ ଯେତେବେଳେ ସେମାନେ ଯୁବକ ଅବସ୍ଥାକୁ ଯାଉଛନ୍ତି ସେତେବେଳେ ସେହି ଆଦିବାସୀ ସମାଜ ସେମାନଙ୍କୁ କିଛି ଅଧିକ ପାୱାର କ୍ଷମତା ଯୋଗାଇଥାଏ, କିଛି ଅଧିକ ପ୍ରିଭିଲେଜେସ୍ ବିଶେଷ କ୍ଷମତା ଯୋଗାଇଥାଏ କିମ୍ବା ଅଧିକ ସେମାନଙ୍କୁ ବେନିଫିଟ୍ସ କିଛି ଯୋଗାଇଥାଏ। ଯେମିତି ଆମେ କହିପାରିବା ଉଦାହରଣ ନେଇପାରିବା ଯଦି ସେମାନେ କିଶୋର ଅବସ୍ଥାରୁ ଯୁବକ ଅବସ୍ଥାକୁ ଗଲେ ହୁଏତ ସେମାନଙ୍କର ରୋଲ୍ କମ୍ୟୁନିଟି ରୋଲ୍ ସେମାନେ ଯୁଦ୍ଧ କରିବା ପାଇଁ ସେମାନେ ଏଲିଜିବୁଲ ହେଇପାରନ୍ତି,
निज कम्युनिटी को निज ट्राइब को निज जाति को सेमाने बंचाइबे अन्य मानक सहित युद्ध करेबे सेमाने एलिजिबल हेइथाते योग्य हेइथाते तेणु करी हुए तो सेमानको किछिटा नुआ रूल प्रोवाइड करागला एंड आमे देखिथिबा युवक समाज युवक अवस्था जदि सेमाने वयोज्येष्ठ किंबा वयस्क अवस्था को सेमाने गले आमे देखिबा सेमानको आउ गोटे किछि रूल सेमानको प्रोवाइड करा जायथाय नुआ गोचे भूमिका सेमानको दिया जाई पारे जेमति आमे कहिबा कि वे तो समाने चीफ हेई पारंती गोटे मुखिया हेई पारंती किंबा आउ किछि नुआ अधिकार नुआ विशेष अधिकार सेमानको प्रोवाइड करा जायथाय एवं आमे जेमति देखिबा जे कोन कोदी गोटे एज ग्रुप रो आउ गोटे एज ग्रुप गोटे जा आमे कहले कि बयस समूहर आउ गोटे बयस समूह को जेतरे व्यक्ति विशेष गति करी थांती सेतरे आमे देखिबा वे तो समान को किछि नुआ कार्य करिया को पड़ी थाए जेमति आमे को देखिथिबा टाटू करिबा खुदेई करिबा शरीर रे खुदेई करिबा कैशोर अवस्थार युवक अवस्था गलो वे तो समान को सेही जिंस करिया को पड़िबो किंबा सेमाने जदि कैशोर अवस्थार युवक अवस्था को जाउछन्ते समान को डर्मिटोरीज यूथ डर्मिटोरीज रो परमिशन मिलिबो तेणु करी एज बयस गोटे माध्यम हो जाए से सिंपल सोसाइटी रे स्तरीकरण पाई किंबा जदि हमें एबेका समाज मध्य देखिबा ताहाले बयस भी गोटे माध्यम होउची जोठी हमको स्तरीकरण करा जाउची जेमति हमें एबेका समाज रे हमें देखुची बयस को नै कि हमको विभिन्न बेनिफिट्स हमको मिलुची जेमति हमें एबे देखुची उदाहरण नै परिबा किशोर माने कर्म क्षेत्र को जाई परिबे नै चाइल्ड लेबर से माने करि परिबे नै हमें गोटे बयस निर्धारण करूचे एंड हमें जुवेनाइल पे गोटे बयस निर्धारण करि पारुचे के तेणु करी किछिटा कार्य समाज रे रहिছে जोडा कि युवक माने करिवे किबा किछि बयसर व्यक्ति माने ही करि परिबे आउ किछिटा कार्य अछि जोडा कि कम बयसर किबा अन्य बयसर व्यक्ति माने ही करि परिबे तेणु वर्तमान समाज रे मध्य बयस को नेकी हमर स्तरीकरण व्यवस्था रही जदि हमें एबे कौन से गोटे ग्राम्य समाज को जिबा ताले हमें साधारणतः यही प्रकार विभाजन हमें देखि परिबा बयस को नेकी एवं जदि हमें आउ गोटे हमें जदि देखिबा आधार स्तरीकरण आधार हमें देखिबा जोटा हमर रेस किबा हमें कहि परिबा शारीरिक वर्ण समाज रे हमें देखिचे बहुत गुड़िए समाज रे शारीरिक रंग मुंडर आकार उच्चता आपणकर आखिर प्रकार ओठर प्रकार एवं आमे जेमती कहूची कि चुटीर प्रकार ताहाकू नै कि आमे व्यक्ति मानक आमे अलगा करिथौ जेमिति आमे कहले कि प्राकृतिक भिन्नता किछि रहिला समाज रे एही रेस को नै कि मध्ये आपण देखिबे स्तरीकरण व्यवस्था आसी थाए आमे भारतीय समाज रे भी आमे देखिथिबा किछिटा वर्णर लोक माननकु आमे अधिक प्राधान्य देइथौ किंबा समान इनहेरिट करिथांती किछिटा पावर किछिटा प्रेस्टीज स्टेटस एंड प्रिविलेजेस आउ किछि वर्ण सेही पावर प्रेस्टीज एंड प्रिविलेजेस को तांको उपलब्धि करिया पे पड़ी थाए किंबा सेमानको अचीव करिया पे पड़ी थाए जेमिति एबे हमें उदाहरण नउथिले जे समाज रे हमें उदाहरण नउथिले जे जातिगत आंदोलन सेही किछि पावर प्रेस्टीज एंड प्रिविलेज को उपलब्धि करिया पे हमें सेही किछिटा आंदोलन हमें करिछे एवं आउ गोटे आधार हमें जदि स्तरीकरण नउछे ताहा होचे हमर जातीयता एथनिसिटी रे हमें देखिछे जेमति ट्राइब मानकर आंदोलन हमें जदि देखिबा जातीयता को नहीं कि मध्य हम समाज रे स्तरीकरण रो व्यवस्था रहिछि हमें जेमति अन्य समाज रो हमें कहूचे व्हाइट एंड ब्लैक हमें एबे मध्य हमें देखुचे भारतीय समाज रे शेड्यूल कास्ट शेड्यूल ट्राइब एंड जाति जनजाति रो मध्य विभिन्न प्रकार रहुछि एवं सेमानकु मध्य हमें विभिन्न प्रकार रे हमें स्तरीकरण करिथौ एवं आउ गोटे आधार होउछि स्तरीकरण जहाँ को आमे कहिथौ कहूचे सेक्स किंबा सामाजिक लिंग
आमे वर्तमान समाज रे मध्य देखिचे जे समाज रे सामाजिक लिंग को नेकी आमे स्तरीकरण व्यवस्था करिथो यही सेक्स किंबा जेंडर आमे जतरे देखुचे समाज रो स्तरीकरण आधार हिसाब रे आमे देखुचे साधारणतः आमे रोल अटैच टू दैट पर्टिकुलर स्टेटस किंबा सही प्रस्थिति को नेकी जड़ित थिबा किछि भूमिका को नेकी आमे सही स्तरीकरण व्यवस्था करिथौ जेमति आमे देखिले कि पुरुषर भूमिका समाज रे अलगा रहिबो नारीर भूमिका अलगा रहिबो एवं सही अनुसार आमे पुरुष एवं नारी को सही प्रस्थिति को आमे ऊपर तळ किंबा सुपीरियर इन्फीरियर हिसाब रे आमे सही हिसाब रे आमे सजै करी रखिथौ तेणु करी सामाजिक लिंग किंबा लिंग मध्य हमको गोटे आधार जोगै थाए समाज रे स्तरीकरण करिबा पई आज पई हमें एतिकी आलोचना करिबा नमस्कार।